ଏ ଭାଣ୍ଡ ଆସିଲାରେ ଏ ଭଣ୍ଡ ଆସିଲାରେ ମୁଁ ଯଦି ହେଲି ଭଣ୍ଡ ସନ୍ନ୍ୟାସୀ ତମେ ମାନେ ହେଲ ଭାଣ୍ଡ କଂଗ୍ରେସୀ ଆସ ମିଶି କାଟି କାଟି ଖାଇବା କୁକୁଡ଼ା ଆଉ ଖାସି ଏଇଭଳିଆ ପାରୋଡ଼ି କହିଦିଏ ଇମିଡ଼ିଏଟଲି କହିଦିଏ। कौन सब कविता विधानसभा बोलते ବିଧାନସଭାରେ କିଛି ତ ହୁଏ ନା ଭାଷଣରେ ଖାଲି ଉଛୁଳେ ଘର ଗରିବ ଝାଳରେ ହାତ ବତୁରି ଚିକଣ କରୁଛ ମଥାର ବାଳ ହାୟ ହାୟ ମତେ ମନ୍ତ୍ରୀ କର ନହେଲେ ଭାଙ୍ଗିବି ସରକାର ଯେତେକ ଅଛ ହେ ଟାଉଟର ସମସ୍ତଙ୍କୁ ନେଇ ଖୋଲିଦେବି ମୋର ଦରବାର ହାୟ ହାୟ ମୋତେ ମନ୍ତ୍ରୀ କର ଏମିତି ବାହାରି ପଡ଼େ କବିତା ତ ରାଜନୀତିର ଅନ୍ୟ ନାମ ହେଲା ଷଡ଼ଯନ୍ତ୍ର ଯିଏ ଯେତେ କରିଛି ଷଡ଼ଯନ୍ତ୍ର ସେ ସେତେ ଉପରକୁ ଉଠି ଯାଇଛି। ମୁଁ ତ ଷଡ଼ଯନ୍ତ୍ର କରି ଜାଣେ ନା ଉଠିବି କେମିତିକା କିନ୍ତୁ ପାଣ୍ଡିଆନ ଯିଏ ମୋ ବିରୁଦ୍ଧରେ ଏମିତି ସବୁ ଷଡ଼ଯନ୍ତ୍ର କରନ୍ତି ମୁଁ ଜାଣିନଥିଲି। ଆପଣଙ୍କର ପାଣ୍ଡିଆନଙ୍କ ଉପରେ କାହିଁ ରାଗ? ମୋର ପାଣ୍ଡିଆନଙ୍କ ଉପରେ ରାଗ ହେଲା କଥା ଦେଇ କଥା ନ ରଖିବା। ମୋତେ ଏଭଳି କାହିଁ ହତ୍ୟା କର ଯେ ପଲିଟିକାଲ ମର୍ଡର ହଁ କରି ଦେଇ କାଟିଦେଲେ ପରା ଫେର ପାଣ୍ଡିଆନଙ୍କ ହାତ ଥିଲା ବୋଲି ମୁଁ ଜାଣିନଥିଲି ପରେ ଜାଣିଲେ ନା। ନବୀନ ବାବୁ ଜାଣିନାହାନ୍ତି ଜାଣିଥିଲେ ମୋତେ ଟିକେଟ୍ ମିଳିଥାନ୍ତା। ଟିକେଟଟେ ମିଳିଥିଲେ ଆପଣ ବିଜେଡିରେ ରହିଥାନ୍ତେ ନ ମିଳିବାରୁ ଆପଣ ବିଜେଡି ଛାଡ଼ିଦେଲେ। ଟିକେଟ୍ ମିଳିଲାନି ତ ନିଶ୍ଚିତ ଗୋଟେ କାରଣ। ନବୀନ ବାବୁ କ'ଣ ସତରେ ଟିକେଟ ଦେବା ବ୍ୟତୀତ ଆଉ କିଛି ଡିଚ୍ କରିଛନ୍ତି ବା ଠକିଛନ୍ତି ଆପଣଙ୍କୁ ଧୋକା ଦେଇଛନ୍ତି? କାହିଁ କହିବି ଠକିବେ କ'ଣ ଆଉ ପାଣ୍ଡିଆନ ନିଜେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଁଥିଲେ କେତେବେଳେ ଲଢ଼େଇ ସରକାରଙ୍କର ହାତୀ ଆପଣଙ୍କ ପାଇଁ ପ୍ରଚାର କଲା। ହଁ କରିଛି ଦିଲ୍ଲୀ ଘର ବିକି ଦେଇକି ମାନେ ପଇସା ନାହିଁ ମାନେ ବିଜୁ ଭଳିଆ ଲୋକ ଘର ବି ପ୍ରିପେୟାର ଥିଲା ପଲିଟିକ୍ସ ପାଇଁ ଯେତେବେଳେ ପ୍ରଶ୍ନ ପାଇଁ ତାହା ବି ଶୁଣିଛି। ମୁଁ ଦୌଡ଼ି ଛାଡ଼ିଲି ପାଣ୍ଡିଆନଙ୍କ ପାଇଁ। ଆରି ଭିତରେ ବିଜେଡି କଥା ମନେ ପଡୁଛି ନା ନାଇଁ? ନବୀନ ବାବୁଙ୍କ କଥା ପୁରୁଣା ଦିନର କଥା ବର୍ଷ ବର୍ଷ ଧରି ଯୋଉଠି ଆପଣ ସମୟ କଟେଇଛନ୍ତି ରାତିରେ ଯାଇ ତାଙ୍କ ପାଇଁ ଅଧିକାଂଶ ଦିନ ପ୍ରଚାର କରି ଆପଣ ଘରେ ସେ ଛାଡ଼ିକିରି ଆସନ୍ତି ସତ। ଆଉ ନବୀନ ନିବାସ କଥା ଆପଣଙ୍କର ମନେ ପଡୁନି? ନବୀନ ନିବାସଟା ମନେ ପଡ଼ିବ ତାର ଇତିହାସ ଜଡ଼ିତ ଏବେ ବା ମନେ ପକେଇ ମୋର ଲାଭଟା କ'ଣ ତାଙ୍କ ସ୍ତ୍ରୀକି ବସେଇ ପାଣ୍ଡିଆନଙ୍କ ଉପରେ ଆପଣଙ୍କ ରାଗ ଅଛି ବହୁତ? ମୋର ରାଗ କିଛି ନଥିଲା। ମୋର ରାଗ କିଛି ନଥିଲା। ପଲିଟିକାଲ ଲୋକ ଗୁଡ଼ିକ ଯଦି ଏମିତି ରାଗିବେ ତାଙ୍କୁ ଥଣ୍ଡା କରିବ କିଏ? ଆପଣଙ୍କର ପାଣ୍ଡିଆନଙ୍କ ଉପରେ କାହିଁ ରାଗ ବସେ? ମୋର ପାଣ୍ଡିଆନଙ୍କ ଉପରେ ରାଗ ହେଲା କଥା ଦେଇ କଥା ନ ରଖିବା। କମିଟମେଣ୍ଟ ଇଜ ଦି କି ଟୁ ଅଲ୍ ସକ୍ସେସ୍। କ'ଣ କମିଟମେଣ୍ଟ କରିଥିଲା? କମିଟମେଣ୍ଟ ଯାହା ସେ କରିଥିଲେ ଗୋଟାଏ କମିଟମେଣ୍ଟ ରକ୍ଷା କରିନାହାନ୍ତି। ଯେମିତିକା ରାଜ୍ୟସଭାକୁ ଆପଣଙ୍କୁ ପଠେଇଲେ ହଁ ସେଟା ଡିକ୍ଲାର ଆଉ ହେଇଯାଇଥିଲା। କ'ଣ ଥିଲା କମିଟମେଣ୍ଟ? କମିଟମେଣ୍ଟ ରାଜ୍ୟସଭା କଥା ହେଲେ କେବଳ କହୁନି ତମର କାହିଁ ଅସୁବିଧାଟା କ'ଣ ଥିଲା? ମୁଁ ତ ତାଙ୍କ ବାପା ମୋତେ ମନ୍ତ୍ରୀ କରିଥିଲେ ବିଜୁ ବାବୁ ଏବେ କ୍ୟାବିନେଟ୍ କରିକି ବିଜୁ ପଟ୍ଟନାୟକ ସେତେବେଳେ କଥା କହୁଛି ୟାଙ୍କର କ'ଣ ଅସୁବିଧା ହେଇଗଲା? ମୁଁ କ'ଣ ଅଯୋଗ୍ୟ ମନ୍ତ୍ରୀ ହେବା ପାଇଁ ଥିଲି ନା କ'ଣ? ଆପଣ ତ କୋଉଠି ମନ୍ତ୍ରୀ ହେଇଥାନ୍ତେ? ଦିଲ୍ଲୀରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେଇଥାନ୍ତେ। ହଁ ହଁ ଆପଣଙ୍କୁ ମନ୍ତ୍ରୀ କଲେ ନାଇଁ ସେତେବେଳକୁ ପାଣ୍ଡିଆନ ପିକ୍ଚରରେ ନଥିଲେ। ନାଇଁ ସେତେବେଳକୁ ଥିଲେ ଆପଣଙ୍କର ପ୍ୟାରୀ ବାବୁ ଥିଲେ। ତ ଏବେ ଆପଣଙ୍କ କମିଟମେଣ୍ଟ ଥିଲା ରାଜ୍ୟସଭା ପାଇଁ ପଠେଇଲେ ସେଇଥିପାଇଁ ଆପଣ ରାଗିଛନ୍ତି? ନାଇଁ ରାଜ୍ୟସଭା ପାଇଁ ସେ କହିଦେଲେ ତାଙ୍କ କଥା ଯଦି ସେ ନ ରଖିଲେ ମୁଁ କାହିଁ ତାଙ୍କ ବିରୁଦ୍ଧରେ କହିବି? ମୁଁ ବିରୁଦ୍ଧରେ କହିଲି ଏଇଥିପାଇଁ ଆପଣ ଛାଡ଼ିଦେଲେ ପୁରା ବିଜେପିକୁ ପଳେଇ ଆସିଲେ ଆଉ ବିରୁଦ୍ଧରେ ଆଚ୍ଛା କଥା ବିଜେପି କେତେବେଳେ ଆସିଲେ? ସେତେବେଳେ ଆସିଥିଲେ ତ ବିଜେପିର ମୋତେ ବହୁ ଉଚ୍ଚ ଇଏରେ ରଖିଥାନ୍ତା। ମୁଁ କ'ଣ ସେତେବେଳେ ଆସିଥିଲି କି? କେତେବେଳେ ଆସିଲେ? ଆପଣ ଆଉ ଟିକେଟ କ'ଣ? ପାଇଲେନି ଯେତେବେଳେ ପୁଣି ଆସିଲେ 1924ରେ ଆଉ ପାଇଲେନି ଟିକେଟ। 24ରେ ମୋତେ ଟିକେଟ ଦିଆଗଲା ନାହିଁ କାହିଁକି? ଏ ପ୍ରଶ୍ନ ଆପଣଙ୍କ ମୁଣ୍ଡ ଭିତରକୁ ଆସୁଛି? ନିଶ୍ଚୟ ଆସିବ। ଆରେ ମୁଁ ଏତେ ଦିନ ଧରି ପାର୍ଟିର ବାବା ଆପଣଙ୍କୁ 80 ବର୍ଷ ହେଇଗଲାଣି। 80 ବର୍ଷରେ ଆପଣଙ୍କର ଶକ୍ତି ଟିକେ କମିଥିବ। ପାଣ୍ଡିଆନ ବାବୁ ନବୀନ ବାବୁ ଭାବିଥିବେ ଯେ ବାବା ଟିକେ ବିଶ୍ରାମ ନିଅନ୍ତୁ ପାର୍ଟି ପାଇଁ ପ୍ରଚାରକ ହୁଅନ୍ତୁ। କ'ଣ କଥା ଏତେ ବଡ଼ ନେତା ଭାରତ ବର୍ଷର ଆପଣଙ୍କର ଆଡ଼ଭାନୀ
ସେ କଣ ଆଉ ଇଲେକ୍ସନ ଲଢୁଛନ୍ତି ରହନ୍ତୁ, ବୟସ କେତେ ହେଲାଣି? 90 ବର୍ଷର ଉପରେ ହେଲାଣି। 90 ବର୍ଷର ଯଦି ସେ ରାଜନୀତି କରୁଛନ୍ତି ମୁଁ କାହିଁକି ଓହରିଛି? ନାଇଁ, ରାଜନୀତି କରୁଛନ୍ତି ମାନେ କଣ ଏମପି ଆଉ ଏମଏଲଏ ହଉଛନ୍ତି ସେ? ନାଇଁ, ଏମଏଲଏ ସେମିତି ଆପଣ କଣ ଆଉ ଏମପି ମୁଁ ବନିବାଟା କଣ ଦାୟିତ୍ୱ ଏମଏଲଏ ନଥିଲା? କଣ କରେଇଦେଲେ କି? ନା ହେବି କଥାଟା ସେଥିପାଇଁ ସେ ଲୋଭ ମୋର ନାହିଁ। ଆମେ ଲୋକସେବା କରିବା, ସେଥିପାଇଁ ଗୋଟେ ମାଧ୍ୟମ ଆଉ ଦରକାର। ଲୋକସେବା କରିବା ପାଇଁ ପାଣ୍ଡିଆନଙ୍କର ଆବଶ୍ୟକତା କଣ ଅଛି? ଲୋକସେବା ପାଣ୍ଡିଆନ କାହିଁ ଆବଶ୍ୟକତା ରହିବ? ତେଣୁ ଆପଣ ଆପଣଙ୍କ କାମ କରିବେ। ନାଇଁ, ଲୋକସେବା ପାଇଁ ତେଣୁ ପାଣ୍ଡିଆନର ରାଜ୍ୟସଭା ଆବଶ୍ୟକତା ପାଇଁ ନାହିଁ। ଆପଣ ବ୍ୟସ୍ତ କାହିଁକି? ନାଇଁ, ମୋ ସେ କଥା ପଡ଼ିନି। ଲୋକସଭା ପାଇଁ ପ୍ରକୃତରେ ଠିକ ପ୍ରଶ୍ନ ପଚାରୁଛ। ଆବଶ୍ୟକତା ମୋର କିଛି ନାହିଁ, କିନ୍ତୁ ଏତେ ଦିନ ଧରି ଯଦି ଗୋଟେ ଦଳରେ ମୁଁ କାମ କଲି, ସେ ଦଳ ମୋତେ କିଛି ଦେଲାନି, ସେଥିପାଇଁ ମୁଁ ବିବ୍ରତ ବି ହେଇନାହିଁ। ଏବଂ ତମେ ମୋତେ ଏଭଳି କାହିଁ ହତ୍ୟା କର? ଇଟ୍ସ ଏ ପଲିଟିକାଲ ମର୍ଡର। ପଲିଟିକାଲ ମର୍ଡର? ୟେସ୍। କେମିତି ପଲିଟିକାଲ ମର୍ଡର? କେମିତି? ଟିକେଟ ନ ଦେବାଟା କଣ ପଲିଟିକାଲ ମର୍ଡର? ଦୁଇଥର ଯାକ ଟିକେଟ ଦିଆଗଲାନି। 19 ଆଉ 24 ରେ। ହଁ, ଥରେ ମାନେ ପୁରୀରେ ମୋର ଘର, ପୁରୀ ଜିଲ୍ଲାରେ ମୋର ଘର, ଚିଲିକା କୂଳରେ, ଏବଂ ମୋ ପୂର୍ବପୁରୁଷ ମାନେ ଯେଉଁମାନେ ଲଢ଼େଇ କରିଥିଲେ ପାଇକ ଆପଣ ବିଦ୍ରୋହରେ, ଚିଲିକା କନଷ୍ଟିଚ୍ୟୁଏନ୍ସି ପାଇଁ ଥିଲେ, ଚାହୁଁଥିଲେ? ମୁଁ ଶେଷଟା ଭାବିଲି ଯେ ଚିଲିକାରେ ମୁଁ ହେଲେ ବେଟର ହବ ଏଇଠି ଭାବିଲି। ମୋ ଗାଁଟା ତ କହିଲେ ଯେ ମତେ ଚିଲିକାରୁ ଟିକେଟ? ହଁ କହିଛି, ମୋତେ କୁହାବି, ମୋତେ ବି ସୁଯୋଗ ଦିଆଯାଇଛି। ସବୁ ମନା କଲେ ଟିକେଟ ଦେବା ପାଇଁ ଆପଣଙ୍କୁ? ଆରେ ମନା କାହିଁ କରିବେ? ହଁ କରିଦେଇ କାଟିଦେଲେ ପରା। ପାଣ୍ଡିଆନଙ୍କ ହାତ ଥିଲା ବୋଲି ମୁଁ ଜାଣିନଥିଲି, ପରେ ଜାଣିଲେ ନା। ପାଣ୍ଡିଆନ କହିଲେ ଚିଲିକାରୁ ଦିଆଯିବନି ଟିକେଟ। ସେ କହିନାହାନ୍ତି, ସେ ଏମିତି କାମ କଲେ କହିଲା ଭଳିଆ ହେଇଗଲା। କି ତମେ ତ ଯାଉଛ। ଆପଣ କ୍ଷୁବ୍ଧ ହେଲେ ଟିକେଟ ନ ମିଳିବା ପରେ? ଭୁବନେଶ୍ୱରରୁ ମିଳିଲାନି କି ଚିଲିକାରୁ ବି ମିଳିଲାନି? ଭୁବନେଶ୍ୱରରେ ଆପଣ ମୁଁ ଥରେ ଜିତିଛି କି? 5 ଥର। 5 ଥର ଆପଣ କଳ୍ପନା କରନ୍ତୁ। ହଁ। ଖୋର୍ଦ୍ଧାରେ ପୁଣି ଏମଏଲଏ ପାଇଁ 4 ଥର, 9 ଥର ଏଇଠି ହେଇଗଲା। 9 ଥର ଲଗାତାର ଖୋର୍ଦ୍ଧା ମୋତେ ଦେଇଥିଲା ଭୋଟ। ଆପଣ ଥରେ ହାରିଛନ୍ତି ଇଲେକ୍ସନ ଥରେ ଜାନକୀ ବାବୁଙ୍କ ସହିତ? ଜାନକୀ ବାବୁ ସହିତ? ଓହୋ, ସେଟା ଉପନିର୍ବାଚନ। ସେଟା ହଉଛି ଏଠି ବରଗଡ଼ ବେଗୁନି। ପ୍ରାୟ ସବୁଥର ଜିତିଛନ୍ତି? ସବୁଥର ଜିତିଛି। ସେ ତ ପାଠଶାଣୀ। ଆପଣ ଯେତେବେଳେ ଚିଲିକାରୁ ଟିକେଟ ପାଇଲେନି, ଆପଣଙ୍କ ମନ ଖରାପ ହେଲା, ଆପଣ ବିଜେପିରେ ମିଶିଗଲେ? ନା, ଗାଁରୁ ତମେ କାହିଁ ମୋତେ ଟିକେଟ ଦେଲନି? ଆଉ ବିଜେପିରେ ମିଶିଗଲି ବୋଲି କ'ଣ ପାଇଁ? ନା ବିଶ୍ୱଭୂଷଣ ହରିଚନ୍ଦନ ଆମେ ବି ଏକାଠି ଥିଲୁ ଏଠି, ସିଏ ଏମଏଲଏକୁ ମୁଁ ଏମପି। ମୁଁ କହିଲି ଗାଁକୁ ଗଲେ ତାଙ୍କ ପୁଅଟା ଭଲ ନାଁ କଲାଣି ଏବଂ ତାଙ୍କ ପୁଅ ହେଇଯିବ, ମାନେ ମୁଁ ନ ଠିଆ ହେବି, ପୁଅଟାକୁ ଆରାମରେ ଜିତିଯିବ। ମୁଁ ଯଦି ଠିଆ ହେବି ଅସୁବିଧା ହବ। ଆପଣ ତ ଟିକେଟ ମିଳିଲେନି, ଆପଣ ଠିଆ ହେବେ? ନା, ହଁ ମିଳିଲାନି ତ କ'ଣ? ଆପଣ ଇଲେକ୍ସନ ବେଳେ କ'ଣ କଲେ? ଇଲେକ୍ସନ ବେଳେ ମୁଁ ପ୍ରଚାର କରୁଥିଲି। କାହା ପାଇଁ? ସେଠି ତ ସୁଯୋଗ ନଥିଲା, ମୋତେ ଟିକେଟ ନ ମିଳିଲା, ଆଉ କାହା ପାଇଁ ପ୍ରଚାର କରିବି? ବିଜେପି ପାଇଁ? ହଁ, ବିଜେପି ପାଇଁ ମୁଁ ଆରମ୍ଭ କରିଦେଇଥିଲି। ମାନେ ଇଲେକ୍ସନରେ ଟିକେଟ ନ ପାଇବା ପରେ ଆପଣ ବିଜେପି ପାଇଁ ଲାଗିଥିଲେ? ସିଓର ଲାଗିଛି, ତାର ପ୍ରମାଣ ଅଛି ମୋ ପାଖରେ। ବିଜେଡି କିନ୍ତୁ ଛାଡ଼ି ନଥିଲେ? ବିଜେପି ନାଇଁ, ବିଜେଡି ତ ତଡ଼ିଦେଲା ଭଳିଆ କଲା ମୋତେ, ମୁଁ ଛାଡ଼ିନଥିଲି କ'ଣ? ମାନେ ମୋତେ ଯେଉଁଭଳି ଭାବରେ ମାନସିକ ଅତ୍ୟାଚାର କରାଗଲା। ଆପଣ କହୁଛନ୍ତି ପଲିଟିକାଲ ମର୍ଡର? ଇଟ୍ସ ଏ ପଲିଟିକାଲ ମର୍ଡର। କାରଣ ଜଣଙ୍କର ପଲିଟିକ୍ସରେ କେମିତି ଶୁଣନ୍ତୁ କାହିଁ କହୁଛି। 80 ବର୍ଷ ପର୍ଯ୍ୟନ୍ତ ଆପଣ 5 ଥର ହେଲେ ସାଂସଦ ବନିଲେ, 4 ଥର ଆପଣ ବିଧାୟକ ବନିଲେ, ତ ଲାଷ୍ଟ ମୋମେଣ୍ଟରେ ଯଦି ଆଉ ଥରେ ନ ହେଲା, କ'ଣ ପଲିଟିକାଲ ମର୍ଡର ହେଇଗଲା? ଯୋଉ ପାର୍ଟି ଆପଣଙ୍କୁ 5 ଥର ସାଂସଦ ବନେଇଲା, 6ଠ ଥର ପାଇଁ ଟିକେଟ ଦେଲାନି, ଆମେ କ'ଣ କହିବା ଆପଣଙ୍କୁ ପଲିଟିକାଲ ମର୍ଡର କଲା? 6ଠ ଥର ପାଇଁ ଟିକେଟଟା କାହିଁକି ଦବ ନାହିଁ? ଯଦି ମୋର କିଛି ଡିମେରିଟ୍ସ ଦେଇଥାନ୍ତା, ଦେଲାନି 5 ଥରର। ନାଇଁ, ମୁଁ ସେଥିପାଇଁ କ'ଣ ଛାଡ଼ିଦେଲି କି? ଆଉ କାହିଁକି? ପାଣ୍ଡିଆନ ବାବୁ ଯେଉଁଭଳି ଭାବରେ ଭୂମିକା ନେଲେ, ସେଇଟା ମୋତେ ଭଲ ଲାଗିଲାନି। ବହୁତ ଚୁପଚାପ ରହିଲେ। ସେ ଭୂମିକାଟା କ'ଣ ସମୟ ଯାଇଛନ୍ତି? ଏବେ ଚାଲୁନାହାନ୍ତି ଗାଁ ଗହଳିରେ କ'ଣ ନବୀନ ପଟ୍ଟନାୟକ କେହି ବିରୁଦ୍ଧରେ କହୁଛନ୍ତି? ସବୁ ପାଣ୍ଡିଆନଙ୍କ ବିରୁଦ୍ଧରେ କହୁଛନ୍ତି। କାହିଁକି? ଆମେ ମୋତେ ଦେଇ ଯାଇ ଆପଣ ଭାବୁନାହାନ୍ତି ମୁଁ କିଛି କରିନି, ମୋତେ କିଛି କରିନି, କିନ୍ତୁ ଏଇଟା କହିବା ଉଚିତ ନୁହଁ। କିନ୍ତୁ ଆପଣ ତ ପଦେ କହିନଥିଲେ ସେତେବେଳେ। ଆପଣଙ୍କ ଭଳି ନେତା, ଏତେ ବଡ଼ ନେତା, ଏତେ ଥର ଆପଣ ନେତା ବନିଛନ୍ତି, ସାଂସଦ ବନିଛନ୍ତି, କିନ୍ତୁ ପଦେ ତ ଆପଣ କହିଲେନି ଯୋଉ କଥା ଆଜି କହୁଛନ୍ତି। ସେତେବେଳେ ସମୟ କଥା କହୁଛନ୍ତି, କାହିଁକି କହିବି? ଆମେ ଯାହା କହୁଥିଲୁ ତାହା ନବୀନ ପଟ୍ଟନାୟକ ସେତେବେଳେ କରୁଥିଲେ।
ନାଇଁ ଯେତେବେଳେ ପାଣ୍ଡିଆନ ବାବୁ ବୁଲିକିରି ପ୍ରଚାର କଲେ ପତି କହିଛନ୍ତି କି ଆପଣ? ନା, ପାଣ୍ଡିଆନ ବାବୁ ମୋତେ ଗୋଟେ ଦେଲେ ପ୍ଲାନିଂ ବୋର୍ଡଟା, ହଁ ସେଟା କ୍ୟାବିନେଟ୍ ର୍ୟାଙ୍କରେ ଦେଲେ, କ୍ୟାବିନେଟ୍ ର୍ୟାଙ୍କରେ ମୁଁ ଥିଲି। ସେଠି ମୋତେ ଯେଉଁ କର୍ତ୍ତବ୍ୟ କରିବାକୁ ଦେଇଥିଲେ ମୁଁ ବି କରୁଥିଲି, କର୍ତ୍ତବ୍ୟରେ ମୁଁ ଅବହେଳା କରିନି। ତାପରେ କ'ଣ ହେଲା, କ'ଣ ପାଇଁ ଟିକେଟଟା ଦେଲନି? ନବୀନ ବାବୁ ଜାଣିନାହାନ୍ତି, ଜାଣିଥିଲେ ମୋତେ ଟିକେଟ ମିଳିଥାନ୍ତା। ଆପଣ ଭେଟିକିରି କହିପାରିଲେନି? ମୁଁ ଆଉ କ'ଣ ଭେଟିକି କହିବି, କାହାକୁ ସେ ଭେଟି ଦେଉଥିଲି? ମୋତେ ଭେଟି ଦେଇଥାନ୍ତେ, ଆପଣଙ୍କୁ ଭେଟେଇ ଦେଲେନି? ମୁଁ ତ ଯିବ ଗଲିନି, ଆଉ କାହିଁକି ଯିବି? ମୁଁ ସ୍ପଷ୍ଟବାଦୀ, ସ୍ପଷ୍ଟ କଥା କହେ। ଯାଇ କ'ଣ କରିବି ସେଠି? ଏବେ ବି ଦେଖୁନାହାନ୍ତି ଆପଣ, ମୁଁ ଗୋଟେ ଖୋଲା କଥା କହୁଛି, ଏବେ ବି ଦେଖନ୍ତୁ, ଏବେ ସବୁ ତୁମର ସାଙ୍ଗସାଥି ସବୁ ସେଠି ଅଛନ୍ତି। କୁଆଡ଼େ ଗଲେ ଆପଣଙ୍କର ପାଣ୍ଡିଆନ କୋଉଠି ଅଛନ୍ତି? କୋଉଠି ଅଛନ୍ତି? ଆଉ ନବୀନ ନିବାସରେ ରହୁଥିଲେ, ଏଇଟା କ'ଣ ମିଛ? ଏବେ ଅଛନ୍ତି ନବୀନ ନିବାସ? ଆଉ କାହିଁ କହିବି? ଯାଉଛନ୍ତି, ସବୁ କରୁଛନ୍ତି, ସବୁ କରୁଛନ୍ତି। ତ ଏଇ ଟିକେଟ ନ ମିଳିବାଟା ଆପଣଙ୍କୁ କ୍ଷୁବ୍ଧ କଲା, ସେଇଥିପାଇଁ ଆପଣ ବିଜେଡି ଛାଡ଼ିଦେଲେ? ଟିକେଟଟା ମିଳିଲାନି ବୋଲି କ୍ଷୁବ୍ଧ ନାହିଁ। ଟିକେଟଟା ତ କ'ଣ ସେ ପାର୍ଟିରେ, ଏଇଟା କ'ଣ ଟ୍ରେନ୍ ଟିକେଟ୍ ହେଇଛି ନା ପ୍ଲେନ୍ ଟିକେଟ୍ ହେଇଛି? ଏଇ ଟିକେଟ ଗୋଟେ ଗଣତାନ୍ତ୍ରିକ ପନ୍ଥା ଅନୁସାରେ ଦିଆଯାଏ ଏବଂ ଦାୟିତ୍ୱ ସେ ନେଇଥିଲେ। ମୁଁ ତ ଦାୟିତ୍ୱ କେବେ ଅବହେଳା କରିନି। ନାଇଁ ଏଇ ଗୋଟିଏ କାରଣ ତ ଟିକେଟ ମିଳିଲାନି? ନାଇଁ, ଟିକେଟ ମିଳିଲାନି ତ ନିଶ୍ଚିତ ଗୋଟେ କାରଣ। ଆଉ କ'ଣ କାରଣ? ତା ସହିତ ଆଉ କାରଣ ମୋର ତ କିଛି ନଥିଲା। ଟିକେଟଟେ ମିଳିଥିଲେ ଆପଣ ବିଜେଡିରେ ରହିଥାନ୍ତେ, ନ ମିଳିବାରୁ ଆପଣ ବିଜେଡି ଛାଡ଼ିଦେଲେ। ସେଇଟା ଯେଉଁ କହୁଛନ୍ତି ତା ଅପେକ୍ଷା ଖୁବ୍ ଭଲ ହବ, କଥା ଦେଇକି ଯିଏ କଥା ନ ରଖେ, ସେଭଳି ଲୋକଙ୍କ ସହିତ ବନ୍ଧୁତା ଯିଏ ବାନ୍ଧେ, ତାଠୁ ବୋକା କେହି ନାହାନ୍ତି। ସେଇଟା ମୁଁ କହିବାକୁ ଯାଉନି। ଧରା ପଡୁଛି ଗୋଟେ ଗୋଟେ। ହଁ ହେଲାନି ନା। ତ ଆପଣଙ୍କ ମନକୁ ବହୁତ ଦୁଃଖ ହେଲା। ଆଚ୍ଛା, ପ୍ରିୟଦର୍ଶୀ ମିଶ୍ର ବିଜେପି ନେତା, ସେ ଆପଣଙ୍କର ଜ୍ୱାଇଁ, ତାଙ୍କୁ ବି ବିଜେଡି ଟିକେଟ ଦେଲାନି, ତ ଆପଣଙ୍କୁ ଦିଟା କଥାରେ ଝଟକା ଲାଗିଲା, ନିଜେ ଟିକେଟ ପାଇଲେନି, ଜ୍ୱାଇଁ ବି ଟିକେଟ ପାଇଲେନି। ନା, ତାର ତ କିଛି ଭୁଲ ନାହିଁ। ହେଲା ମୋର କ'ଣ ଭୁଲ ଥବ? ତମେ ଯଦି କହିବ ଭୁଲ ନଥାଏ କି ଭୁଲ ଥବ ବୋଲି, ହେଲା ମୁଁ ମାନିଗଲି ମୋର କ'ଣ ଭୁଲ ଥିବ, ହଁ ମୁଁ ରାଜି। ସିଏ କ'ଣ ଭୁଲ କରିଥିଲା? କ୍ୱାଲିଫାଏଡ୍ ଲୋକଟା। ଭିତରୁ ଦି ଜଣଙ୍କ ଭିତରୁ ଜଣେ କିଏ ଟିକେଟ ପାଇଥିଲେ ଆପଣଙ୍କର ଆଉ ଅସୁବିଧା ନଥିଲା କିଛି? କ'ଣ ଅସୁବିଧା ହେଲା? ପ୍ରିୟଦର୍ଶୀ ମିଶ୍ର ଟିକେଟ ପାଇଥିଲେ ବି ଆପଣ ଆଉ ବିଜେଡିରେ ଥାଆନ୍ତି। ହଁ, କ'ଣ ଅସୁବିଧା ଥିଲା? ଡକା ହେଇଥିଲା ତାକୁ ମୋତେ, ମୁଁ ସେଇଦିନ ଭାବିଲି ଟିକେଟ ପାଉଛି ବୋଲି, କାହିଁ ପାଇବନି? ସେ ଲୋକଟି ତାର ସମୟରେ ଯାହା କର୍ତ୍ତବ୍ୟ କରିଛି ଦଳ ପାଇଁ, ଏବଂ ସେ ଗୋଟେ ହାଉସିଂ ବୋର୍ଡ ଚେୟାରମ୍ୟାନ୍ ବି ଥିଲା, ସେଥି ସମୟରେ ସେ ଭଲ କର୍ତ୍ତବ୍ୟ କରିଛି। ଅସୁବିଧା କ'ଣ ହେଉଛି ତାର? ଦବନି କାହିଁକି? ତାକୁ ବୋଲି ମୁଁ କହୁନି, ଏଠି ଜେନେରାଲି ମାନେ କଥା ବୋଲି କହୁଛି, କାହିଁ ପାଇବନି? ତ ଏଇ ଟିକେଟ ମିଳିବାଟା କ'ଣ ଗୋଟେ ରାଇଟ୍, ଗୋଟେ ଅଧିକାର? ଯିଏମାନେ ରାଜନୀତି କରନ୍ତି ସେମାନେ ଏଇ ଟିକେଟଟା ଉପରେ ଗୁରୁତ୍ୱ ଦିଅନ୍ତି ଏଇଥିପାଇଁ, ସେଇଟା ପାଇଲେ ତ ପୁଣି ଭୋଟରେ ଠିଆ ହେଲେ ତ ପୁଣି ଲଢ଼େଇ କରିକି ଆସିବେ ନା। ଡେମୋକ୍ରାଟିକ୍ ପ୍ରୋସେସ୍ ଏଇଟା। ସେଇ ପ୍ରୋସେସ୍ ଭିତରେ ଯିଏ ଆସିଛି, କାହିଁ ତମେ ଦଣ୍ଡ ଦେବ? କେତେ ଲୋକ ଅଛନ୍ତି ଡେମୋକ୍ରାଟିକ୍ ପ୍ରୋସେସ୍ ଭିତରେ, ସମସ୍ତଙ୍କୁ କ'ଣ ଟିକେଟ ଦେବା ସମ୍ଭବ? ସମ୍ଭବ ନୁହେଁ, ଏ ବି ସତ୍ୟ କଥା ଅଟେ। ତେଣୁ ଆପଣ କେମିତି କହିବେ ଯେ ଟିକେଟ ହେଉଛି ଗୋଟେ ରାଇଟ୍? ନାଇଁ, ଟିକେଟଟା ରାଇଟ୍ ମୁଁ ଏଇ ଅର୍ଥରେ କହୁଛି। ଶୁଣ, ଟିକେଟଟା ରାଇଟ୍ ଏଇ ଅର୍ଥରେ କହୁଛି, ଜଣେ ରାଜନୀତି କରୁଛି, ଟିକେଟଟା ପାଇଲେ ସିଏ MLA ହଉ ବା ସେ ମନ୍ତ୍ରୀ ହଉ, ଲୋକଙ୍କ ପାଇଁ କାମ କରିବାର ଗୋଟେ ସୁବିଧା। ମାନେ ଲୋକ କେମିତି କାମ କରିବ? ବଡ଼ ପାର୍ଟି, ଏତେ ସବୁ ନେତା, ଆପଣଙ୍କୁ ନ ପାଇଲେ ଆଉ ଜଣେ କିଏ ପାଉଛନ୍ତି, ତେଣୁ ଆପଣ କହିବେ ଯେ ମୁଁ ପାଇବି, ନହେଲେ ପ୍ରିୟଦର୍ଶୀ ପାଇବେ, ମୋ ଜ୍ୱାଇଁ ପାଇବେ, ନହେଲେ ମୁଁ ଛାଡ଼ିଦେବି। ଏଇଟା ଟିକେ ଇଲଜିକାଲ ଲାଗୁଛି, କାରଣ ସେଇ ପାର୍ଟି ତ 5 ଥର ଆପଣଙ୍କୁ ଟିକେଟ ଦେଇଛି, ସେଇ ପାର୍ଟି ତ ଆପଣଙ୍କ ପ୍ରିୟଦର୍ଶୀ ବାବୁଙ୍କୁ ଟିକେଟ ଦେଇଛି ନା, ଆଗରୁ MLA ବନେଇଛି। ତେଣୁ ଗୋଟିଏ ଥର ଗୋଟେ ଅସୁବିଧା ହେଇଗଲା, ବା ଆପଣ କୋଉଠି ନା କୋଉଠି ସିଷ୍ଟମରେ ଖାପ ଖାଇ ପାରୁନାହାନ୍ତି। ତା ମାନେ କ'ଣ ପାର୍ଟି ଆପଣଙ୍କ ରାଗିଛି? ପାଣ୍ଡିଆନ ଆପଣ କାହିଁକି ରାଗିବ? ପାର୍ଟି ବିରୁଦ୍ଧରେ କହିବା ବା କାମ କରିଥିଲେ ସିନା ପାର୍ଟିଟା ରାଗିବ। କ'ଣ ପାଇଁ?
ମୁଁ ଗଧ ଭଳିଆ ଖଟିବି ଦିନ ଆଉ ରାତି ପାର୍ଟି ପାଇଁ, ଯିଏ ଯୁଆଡ଼େ ଡାକିବି ଯିବି। ଏମିତି ଓଡ଼ିଶାରେ କୋଉ କର୍ଣ୍ଣରକୁ ମୁଁ ନ ଯାଇଛି। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ବୁଲିଛି 24 ଘଣ୍ଟା। ତାଙ୍କ ବାପାଙ୍କ ସହିତ ଏମିତି କାମ କରିଥିଲି। ଆପଣ ରାତିରେ ଯାଆନ୍ତି ଅଧିକାଂଶ ଦିନ ନୂଆ ନୂଆ ନବୀନ ବାବୁ ଆସିଲା ବେଳେ ସବୁ ମିଟିଂ କି ଯିବେ, ରାତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆପଣ ଥିବେ। ଫେରିବି ବିଳମ୍ବିତ ରାତିରେ। ହଁ ସତ ନୁହେଁ। ରାତିରେ କ'ଣ ସବୁ କଥା ହୁଅନ୍ତି ଗାଡ଼ିରେ ଆସିଲା ବେଳେ? କଥାବାର୍ତ୍ତା ସେତେବେଳେ ସେ ଦୃଷ୍ଟିରୁ କିଛି ଖରାପ ଓଡ଼ିଆରେ ନାହିଁ, କଥା ହୁଅନ୍ତି? କିଛି ଖରାପ ନାହିଁ। ନାଇଁ ମୁଁ ଇଂଲିଶରେ ତାଙ୍କର କଥା ହଉ। ଇଂଲିଶରେ କଥା ହୁଅନ୍ତି? ସେ କହନ୍ତି ଇଂଲିଶରେ କଥା ହବା ପାଇଁ? ହଁ ତ କାହିଁକି? ସିଏ ଯଦି ଇଂଲିଶରେ କହିବେ ମୁଁ କେମିତି କହିବି? ମୁଁ ବି ଇଂଲିଶରେ କହିବି। ଏବଂ ଗୋଟେ ଛୋଟିଆ କଥା କହୁଛି, ମୁଁ କହିଲି ଆପଣ ଓଡ଼ିଆଟା ଶିଖିଲେନି ବୋଲି କହୁଛନ୍ତି ଲୋକ, ଆପଣ ଗୋଟେ ଓଡ଼ିଆ ୟୁନିଭର୍ସିଟି କରନ୍ତୁ। ମୁଁ ଗୋଟେ ପ୍ରପୋଜାଲ ଦେଉଛି, ଯାହାଫଳରେ କେହି ଆଉ କହିପାରିବେନି। ମୁଁ କହିବି ଭାଷଣ ଦେଲା ବେଳେ କହୁଥିଲ ଓଡ଼ିଆ ଜାଣିନି, ଗୋଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସେତେବେଳେ ଓଡ଼ିଆ ମୁଖ୍ୟମନ୍ତ୍ରୀ ବା ଯେଉଁମାନେ ମନ୍ତ୍ରୀ ସେମାନେ ୟୁନିଭର୍ସିଟି କରିପାରିଲେନି, ଏଇ ନବୀନ ପଟ୍ଟନାୟକ କରିଦେଲା, କହିବା ସୁବିଧା ହେବନି ମତେ। ରାଜିତ ହେଲେ। ୟୁନିଭର୍ସିଟି ହେବା ପାଇଁ ମଧ୍ୟ ଜମି ନିଆ ହେଇଥିଲା ଖୋର୍ଦ୍ଧା ପାଖରେ, ହଳଦିଆ ପାଖରେ। ତ ଓଡ଼ିଆ ୟୁନିଭର୍ସିଟି ତ ହେଲା ହେଲା ପରେ ମତେ ପୁଣି ସେଠି ଚେଞ୍ଜ କରିଦେଲେ। ଆମ ନିଜେ ମତେ କହିଲେ ଫୋନରେ, ଆପଣଙ୍କର ପାଣ୍ଡିଆନ ଜି କହିଲେ ସେଇଟା ଆପଣ ସେଠି ବି ରାଜି ହେଇଯାଆନ୍ତୁ ସାକ୍ଷୀ ଗୋପାଳ ପାଇଁ। ଆପଣ ଗାଁ ଲୋକ ବି ସେ ମୁଭମେଣ୍ଟରେ ଥିଲେ। ମୁଁ କହିଲି ଆରେ ସାକ୍ଷୀ ଗୋପାଳରେ ମୁଁ କାହିଁ ଅରାଜି ହେବି? ସାକ୍ଷୀ ଗୋପାଳରେ କଲ, ଭଲ ହେଲା। ଏଠି ଯେତେ ଜମି ଥିଲା ସେଠି ନାହିଁ, କର ପୁଣି ଦିଆଯିବ, ଏଇ ସରକାର ମଧ୍ୟ ଦେବେ, କିଛି ଅସୁବିଧା ନାହିଁ। ଭାଷା ଉପରେ ଯେଉଁମାନେ କରୁଛନ୍ତି। କିନ୍ତୁ ମୋତେ ଦୁଃଖ ଲାଗିଲା, ତମେ କହିଲ ଯେ ସେଠି ବି ତମେ ରାଜି ହେଇଗଲେ, ତମ ନାଁରେ ଫଳକରେ ମଧ୍ୟ ତମ ନାଁ ଲେଖା ହବ। ମୁଁ କହିଲି କ'ଣ ଲେଖା ହବ ନ ହବ ମୁଁ କୁଆଡ଼ୁ ଯାଉନି। ନାଇଁ ମୋ ନାଁ କାହିଁ ଲେଖା ହବ? ମୋ ନାଁ ନାହିଁ, ସେଥିପାଇଁ ମୁଁ ଦୁଃଖ କରୁନି। ଦୁଃଖ ଗୋଟେ ଓଡ଼ିଆ ଭାଷାର ଗୋଟେ ୟୁନିଭର୍ସିଟି ହେଲା, ମୁଁ ଖୁସିରେ ଯୋଉଥିପାଇଁ ଲାଗିଥିଲି ସେଟା ସେଠି କରିଦେଲେ, ସେଟା ମୋର ଗର୍ବ। କିନ୍ତୁ ଯଦି ଜବାବ ଦେଇକି ସିଏ ସଦାବେଳେ ଉଲ୍ଲଂଘନ କରିଛନ୍ତି ତାଙ୍କର ବକ୍ତବ୍ୟକୁ। ପାଣ୍ଡିଆନ ଆପଣ କହୁଥିଲେ ଖୋର୍ଦ୍ଧାରେ ହେବା କଥା, ମୁଁ ଚାହୁଁଥିଲି ହଁ ଖୋର୍ଦ୍ଧାରେ ହେବା, ସେଥିପାଇଁ ଆପଣଙ୍କ ମନ ଦୁଃଖ। ହଁ ମୋର ମନ ହଳଦିଆରେ ଖୋର୍ଦ୍ଧା ସହିତ ଗୋଟେ ପୂର୍ବପୁରୁଷର ସମ୍ପର୍କ, ଆଜିର ସମ୍ପର୍କ ନୁହେଁ। ନବୀନ ବାବୁ କ'ଣ ସତରେ ଟିକେଟ ଦେବା ବ୍ୟତୀତ ଆଉ କିଛି ଡିଚ୍ କରିଛନ୍ତି ବା ଠକିଛନ୍ତି, ଆପଣଙ୍କୁ ଧୋକା ଦେଇଛନ୍ତି? ନାଇଁ, ବ୍ୟକ୍ତିଗତ ଭାବରେ ଜଣଙ୍କ ବିରୁଦ୍ଧରେ କହିବାଟା ଅତି ସହଜ। କାହିଁ କହିବି, ଠକିବେ କ'ଣ? ଆଉ ଆପଣଙ୍କ ଉପରେ ବହୁତ ବିଶ୍ୱାସ ତାଙ୍କର, ପ୍ରଚଣ୍ଡ ବିଶ୍ୱାସ ଥିଲା। ପାଣ୍ଡିଆନକୁ ଯୋଉଦିନ ମୁଁ ଓହ୍ଲେଇ ଗଲି ତାଙ୍କ ଗାଡ଼ିରୁ ଓହ୍ଲେଇଗଲେ, ଓହ୍ଲେଇନି, ତାଙ୍କ ହାତରେ 24 ଜଣ ଯାଉଥିଲି ନା। ଆପଣ କହୁଛନ୍ତି ସତ କହିବା, ସତ କହୁଛି। ପାଣ୍ଡିଆନକୁ ବାବୁଙ୍କୁ ଯେତେବେଳେ ସେ ନେଲେ, ଚାରିଆଡ଼େ ବୁଲିଲେ, କେତେଟା ସଭାରେ ସେ ଭାଷଣ ଦେଇଛନ୍ତି ପାଣ୍ଡିଆନ। ଦଳ ଗଠନ ବେଳେ ପାଣ୍ଡିଆନଙ୍କର କି ଭୂମିକା ଥିଲା? ତେଣୁ ପାଣ୍ଡିଆନଙ୍କ ବିରୁଦ୍ଧରେ ଆଉ ମୋର କହିବାକୁ ଇଚ୍ଛା ହଉନାହିଁ। ମୁଁ ଯାହା ନ କହିବା କଥା କହିଦେଇଛି ଆଗରୁ। ପୁଣି ଆଉ ଥରେ କାହିଁକି ଗୋଟେ କଣ୍ଟ୍ରୋଭର୍ସି ଭିତରକୁ ଯିବା? ମୁଁ ଦେଖିଲି କେହି କହୁନାହାନ୍ତି, ମୁଁ ଏକୁଟିଆଟା କହୁଛି, ଲାଭଟା କ'ଣ ହବ? ତେଣୁ ପାଣ୍ଡିଆନଙ୍କର ସେଇ ଭୂମିକା। ଆପଣ ନବୀନ ବାବୁଙ୍କ ସହିତ ଯାଇକରି ସଭାରେ ଭାଷଣ ଦଉଥିଲେ, ଆପଣଙ୍କୁ ଏତେ ସ୍ତର କାହିଁ ଡାକୁଥିଲେ ସେ? ନବୀନ ବାବୁ କାହିଁକି ଡାକୁଥିଲେ? ମୁଁ ତ ଯାଇଛି ମୂଳରୁ ଚାଲିଛି ଶେଷ ପର୍ଯ୍ୟନ୍ତ ଚାଲିଥିଲି। ଆଉ କ'ଣ, ଯେତେବେଳେ ବିଦାୟ ନେଇକି ସିନା ଆଉ ଡାକିଲେନି, ବା ଡାକିବା ସମ୍ଭାବନା ନାହିଁ, କି ଡାକିବା ଉଚିତ ବି ନୁହଁ। କିନ୍ତୁ ସେତେବେଳେ ମୁଁ ଯୁଆଡ଼େ ଯାଇଛୁ ସାଙ୍ଗ ହେଇକି ଯାଇଛୁ, ସମସ୍ତେ ଦେଖିଛନ୍ତି, ଆଖିରେ ଜାଣିଛନ୍ତି ଏ କଥାଟା, ନୂଆ କଥା କିଛି ନାହିଁ। ଓ ଯିବା ଫଳରେ ସିଏ ଓଡ଼ିଆ ଜାଣିନଥିଲେ, ମୁଁ ନିଜେ ଓଡ଼ିଆରେ କହେ, ସେଇଟା ଲୋକମାନଙ୍କୁ ଭଲ ଲାଗେ। ଭାଷା ଉପରେ କହେ, ସେ ଭଲ ଲାଗୁ, ସେ ଅନୁଭବ କରନ୍ତି ଯେ କ'ଣ ଆକୁ କାହିଁକି ଲୋକ ଏତେ ଭଲ ପାଉଛି। ଜାଣିନଥିଲେ ସେତେବେଳେ, ଜାଣିନଥିଲେ ହେଲେ କେମିତି? ସିଏ କହିଲା ଯଦି ମୁଁ ନ ହଟେଇବି ପାଣ୍ଡିଆନ ଭାବିଲେ, ତେବେ ମୁଁ ଆଉ ମୁଖ୍ୟମନ୍ତ୍ରୀ ହେଇପାରିବି ନାହିଁ। ଆପଣଙ୍କର କ'ଣ ମୁଖ୍ୟମନ୍ତ୍ରୀ ହବାର? ନାଇଁ, ପାଣ୍ଡିଆନଙ୍କର ମୋର କାହିଁକି ହବ? ପାଣ୍ଡିଆନ ନିଜେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହବା ପାଇଁ, ଚାହୁଁଥିଲେ। ଚାହୁଁଥିଲେ। କେମିତି ଜାଣିଲେ ଆପଣ? ମୁଁ ଜାଣିଛି,
ସବୁ କଥାଟା କୁହାଯିବା ଉଚିତ ନୁହଁ। ମୁଁ କିନ୍ତୁ କହିଥିଲି ଆରେ ଆପଣଙ୍କର ଓଡ଼ିଆ ଝିଅକୁ ବାହା ହୋଇଛନ୍ତି, ଓଡ଼ିଆ ଝିଅଟାକୁ ମୁଖ୍ୟମନ୍ତ୍ରୀ କରୁନାହାନ୍ତି। ମାନନ୍ଦିନୀ ଶତଦ୍ୱିନୀ ଥିଲେ। ଆପଣ କହୁଥିଲେ ଯେ ତାପରେ ସୁଜାତା କାର୍ତ୍ତିକେୟନକୁ କରାଯାଉ। ହଁ ମାନେ ମୁଁ ତାଙ୍କୁ କ'ଣ କହିବି ନା ସେ ମୋ କଥା ଶୁଣନ୍ତି। ମୁଁ ନିଜେ ଜାଣିଛି ତାଙ୍କୁ ଯଦି ସେ ଠିଆ କରିଥାନ୍ତେ ମାନେ ଯେତେ ସମାଲୋଚନା ଶ୍ରବ୍ୟ ହେଲେ ଏତେ ହିଁ ତ ଆପଣଙ୍କର ପସନ୍ଦ ହଉଛନ୍ତି ସୁଜାତା କାର୍ତ୍ତିକେୟନ? ନାଇଁ, ମୋର ପସନ୍ଦ ମୋଟେ ନାହିଁ। ମୁଁ ଗୋଟେ ରାଜନୀତି କରୁଥିଲା ବେଳେ ସିଏ ଯେତେବେଳେ ମୋ ସହିତ ରାଜନୀତି କରୁଛନ୍ତି ମୁଁ ତ କହିବି ନା। ପାଣ୍ଡିଆନ ଆଉ ସୁଜାତା କାର୍ତ୍ତିକେୟନ ଏ ଦି ଜଣଙ୍କ ଭିତରୁ ଆପଣ କହୁଥିଲେ ଯଦି କେନ୍ଦ୍ରାପଡ଼ାର ଝିଅ ସୁଜାତା କାର୍ତ୍ତିକେୟନକୁ ହଁ ପ୍ରୋଜେକ୍ଟ କରାଯାଏ ତାହେଲେ ଭଲ। ଅସୁବିଧା ଏ ପ୍ରସ୍ତାବ ଆପଣ ପାର୍ଟି ଭିତରେ କେବେ ଦେଇଥିଲେ? ନାଇଁ, ଦେଇନି। ମୁଁ କାହିଁ ମିଛ କହିବି? ମୁଁ କାହିଁ ଦେବି? ମୁଁ କହୁଛି ମୋର ଭାବନାଟା। ଯେହେତୁ ତାଙ୍କର ସିଏ ଅଳ୍ପ ଦୂରରେ ଥିଲେ, ମାନେ ମୋତେ ଯେଉଁ ଦିଆଯାଇଥିଲା ରୁମ୍ ଯୋଜନା ବୋର୍ଡ଼ର ତା ଦୁଇଟା ତିନିଟା ଖଣ୍ଡେ ରୁମ୍ ପରେ ସେ ଥିଲେ। କିଏ? ସୁଜାତା କାର୍ତ୍ତିକେୟନ? ହଁ, ତାଙ୍କୁ ବି ଦିଆଯାଇଥିଲା। ସେଠି ଥିଲେ ଯେଉଁ ଡିପାର୍ଟମେଣ୍ଟ। ମୁଁ ଥରେ ଥର ଭେଟିଛି, କଥା ଆମେ ହେଇଛୁ। ଏବଂ ଏଇ ଯେଉଁ ଭୋଟର ଭିତରେ ଯେଉଁ ସବୁ ବିବାଦ ଭିତରେ ମୁଁ ପଶିନି। ଇଏ ପାଉ ସିଏ ନ ପାଉ ଏସବୁ ନଥିଲା। ସିଏ ବିଜୁ ପଟ୍ଟନାୟକ ସମୟରେ ଥିଲା। ସେ ବିଜୁ ବାବୁ ସୁଜାତା କାର୍ତ୍ତିକେୟନଙ୍କ ସହିତ ଆପଣଙ୍କର କଥାବାର୍ତ୍ତା ହୁଏ? ହଁ, କଥାବାର୍ତ୍ତା ହେଇଛି, ନିଶ୍ଚିତ କଥାବାର୍ତ୍ତା ହୁଏ। ରାଜନୀତି ବିଷୟରେ କଥା ହୁଅନ୍ତି ନା? ରାଜନୀତି ବିଷୟରେ ପାଣ୍ଡିଆନଙ୍କ ସହିତ କଥା ହୁଅନ୍ତି? ହଁ, ରାଜନୀତି ସହିତ କଥା ହୁଏ। ଏଇଟା କରିଦିଅନ୍ତୁ, ସେଇଟା କରନ୍ତୁ। ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ା ସବୁ ମୁଁ ସବୁଗୁଡ଼ାକୁ ଖରାପ ମାନେ ନେଗେଟିଭ୍ କହିବା ଉଚିତ ନୁହଁ। ମୁଁ ତାଙ୍କ ଦ୍ୱାରା ବି କିଛି କାମ କରିଛି। କିଛି ବିଶ୍ୱବିଦ୍ୟାଳୟ କରିବାରେ ସେ ସାହାଯ୍ୟ କରିଛନ୍ତି। ଆଉ ଅନୁଷ୍ଠାନ ମାନ ସବୁ ସେ କରିଛନ୍ତି। କିନ୍ତୁ ମୁଁ ଦୁଃଖିତ, ମୋ ଭଳିଆ ତୁମେ କାଟିକି ଯାହାକୁ ଆଣିଲ କୋଉ ଦେଶରେ ଆଣିଲ? କ'ଣ ତୁମେ ଜାଣିଛ ତାଙ୍କର ତ୍ୟାଗ ଆଉ ନିଷ୍ଠା? ଏଇଟା ମୋର ଦୁଃଖ। ଆଉ କିଛି ନାହିଁ, ହଠାତ୍ ତୁମେ ଆସିବ ଏବଂ ଆସିବା ପରେ ପରେ ପୁଣି ଆଉ ଥରେ କେମିତି କବ୍ଜା କରିବ। କ'ଣ ଜାଣି କି ନବୀନ ପଟ୍ଟନାୟକ ତ ସେତେବେଳେ ଖୁବ୍ ବଢ଼ିଆ, ମାନେ ମୁଁ ଯାହା ଦେଖିଛି ଆଖିରେ ଚାଲିବାରେ ଟିକେ ଅସୁବିଧା ହେଉଥିଲା। ଆଉ କିଛି ଦିନ ପରେ ମୁଁ ଦେଖିଲି କ'ଣ ମନ୍ତ୍ର ଦଳ କ'ଣ ତାଙ୍କୁ ସିଏ ତୁମେ କରେଇଲ ପାଣ୍ଡିଆନ, ତୁମେ ଜାଣିଛ। ସିଏ ତ ତୁମେ ବିଦାୟ ନେଲା ପରେ ତ ଚମତ୍କାର ଚାଲୁଛନ୍ତି, ଚମତ୍କାର କଥା କହୁଛନ୍ତି। ଏହା କ'ଣ ମିଥ୍ୟା ଅଟେ? ହଁ, କିଏ ଗୁଡ଼ା କଲା ସବୁ ପ୍ରଶ୍ନଟା କରିନି। ତେଣୁ ଏଇସବୁ ଦୃଷ୍ଟିରୁ ଆପଣଙ୍କର ଏ ଅଭିଜ୍ଞତା କ'ଣ ଶିଖେଇଲା ଆପଣଙ୍କୁ? ବିଜେଡିରେ ଏତେ ବର୍ଷ ରହିବା, 5 ଥର ସାଂସଦ ବନିବା, ପୁଣି ଟିକେଟ ନ ପାଇବା, ଆପଣ ଧୋକା ପାଇଲା ଭଳି ଲାଗିବା। ଆପଣ କହୁଛନ୍ତି ଏଇଟା ଗୋଟେ ପଲିଟିକାଲ ମର୍ଡର ହେଇଗଲା। ମୁଁ ମାଗଣା ଜିତି ଆସୁଥିଲେ, ପଇସା ଟିକେ ଖର୍ଚ୍ଚ କରିନି ଇଲେକ୍ସନ ସମୟରେ। ତମେ କ'ଣ ଲୋକ ମିଳିଲେନି ତମକୁ? ତମେ ଗୋଟେ ସିଟ୍ଟା କାହିଁ ହରାଇଲ? ମୁଁ ଭୁବନେଶ୍ୱର ଠିଆ ହେଇଥିଲା, ଆଉ ଥରେ ଜିତିଥାନ୍ତି। ପୂର୍ବରୁ ମୋ ଗାଁ ଜଗନ୍ନାଥଙ୍କ ଉପରେ ସାରା ବିଶ୍ୱରେ ବୁଲି ବୁଲି ଏବେ ବି ପ୍ରଚାର କରୁଛି। ତେଣୁ ସେଠି ବି ଜିତିବାଟା ମୋ ପାଇଁ, ମୁଁ ଜାଣିଛି ଜିତିବା ହାରିବା ତ ମୁଁ କହିପାରିବିନି। ସୌମ୍ୟବାବୁଙ୍କ ସାଙ୍ଗରେ ବି ଥରେ ପ୍ରତିଦ୍ୱନ୍ଦିତା କରୁଥିଲେ ମତେ ଲାଗୁଛି। ଥରେ କାହିଁ ମ, ଦୁଇଥର ନା? 2 ଥର କରିଛନ୍ତି। ମୋର ମନେ ପଡୁଛି ଥରେ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିଥିଲି ଯେ ସୌମ୍ୟବାବୁଙ୍କ ସହିତ ଆପଣ କେମିତି ଲଢ଼େଇବେ, ଆପଣଙ୍କ ପାଖରେ ସେତିକି ରିସୋର୍ସେସ୍ ଆଉ ଷ୍ଟ୍ରେଙ୍ଗଥ ଅଛି କି ନାହିଁ? ଆପଣ କହିଥିଲେ ମୁଁ ମୋ ଚେଲାମାନଙ୍କୁ କହିଦେଇଛି, ମାନେ କର୍ମୀମାନଙ୍କୁ କହିଦେଇଛି, ସୌମ୍ୟବାବୁଙ୍କର ଯେତେ ସବୁ ପୋଷ୍ଟର ଅଛି ତାକୁ ଚିରିଦିଅ। ଆମେ ତ ପାରିବାନି, ବରଂ ତମେ ଚିରିଦିଅ ପୋଷ୍ଟର ଗୁଡ଼ାକ, ଆମର ସମାନ ହେଇଯିବ। ସତରେ ଆପଣ ଏମିତି କହନ୍ତି ଲୋକଙ୍କୁ? ସୌମ୍ୟବାବୁ ଚିରିଦିଅଟା କହିନି। ହଁ, ଆମେ ତ ସେତେ ପୋଷ୍ଟର ଲଗେଇ ପାରିବନି, ତାଙ୍କ ପୋଷ୍ଟର ଗୁଡ଼ା ଚିରିଦିଅ। ଯେମିତିକା ବିଜୁ ମତେ କହିଲେ ପାକେଟରେ ପଇସା ନେଇ ରାନ୍ତି କରୁଛ। ଆଚ୍ଛା,
କିଛି କରିପାରିଲନି। ମୁଁ କହିଲି ନାଇଁ କ'ଣଟା କରିବି ନା ଏଇ ପୋଷ୍ଟର ବ୍ୟାନର ସବୁ କୋଉଠୁ ଆସିବ ପଇସା କୋଉଠୁ ଆସିବ ଚିନ୍ତା କରିଛ? ମୁଁ କହିଲି ଆଜ୍ଞା କରିଦେଇଛି ନା କ'ଣ ନା ହାତ ଚିହ୍ନରେ ମୋହର ଦେଇ ପ୍ରସନ୍ନ ପ୍ରସନ୍ନ ଜିତାନ୍ତୁ ସେତେବେଳେ କଂଗ୍ରେସ ସେଟା ଅଛି। ମୁଁ କ'ଣ କଲି ମୋ କର୍ମୀ ଭାଇମାନଙ୍କୁ କହିଲି ସେତେବେଳେ କର୍ମୀମାନେ ଗୋଟେ ଅନେଷ୍ଟ ଥିଲେ ବହୁତ ମାନେ ସେ ଲୋକ ଗୁଡ଼ା ଆଉ ନାହାନ୍ତି ସେମିତି ଜଣେ ମିଳିବେନି। ମୁଁ କହିଲି ତମେ ଗୋଟେ କାମ କର ଚକ୍ ଖଡ଼ି ନେଇଯିବ ସେଇ ହାତ ଚିହ୍ନରେ ଯୋଉ ଲେଖା ହେଇନି ସେଟା ଦୀର୍ଘାଟି ଟାଣିଦବ ହାତୀ ଚିହ୍ନରେ ହାତୀ ହେଇଗଲା। ମୋ ଚିହ୍ନ ହାତୀ ମିଳିଥିଲା ହାତକୁ ହାତୀ କରିଦିଅ ହାତୀ କରିଦେବି ଏବଂ ମୋ ପାଖେ ପଇସା ନଥିଲା। ମୁଁ ସଙ୍ଗେ ସଙ୍ଗେ ପହଞ୍ଚିଲି ଶରଦ ଦେବଙ୍କ ପାଖରେ ମତେ ବହୁତ ଭଲ ପାଆନ୍ତି ରାଜା ଆଳି ରାଜା ସିଏ ବି ସବୁ ବିଜୁ ମତେ କ୍ଲୋଜ ମନ୍ତ୍ରୀ ଥିଲେ କ'ଣ ନଥିଲେ ସିଏ ବିରୋଧୀ ଦଳ ନେତା ବି ଥିଲେ। ସିଏ ମୁଁ ତାହା ପହଞ୍ଚିଗଲି କୁଆଡ଼େ ରହିବ ମୁଁ ରାଜା ସାହେବ ମୁଁ ହାତୀ ଦିଟା ନେବାକୁ ଆସିଛି। କ'ଣ ପାଇଁ? ଓ ତମର ହାତୀ ଚିହ୍ନ ଆଚ୍ଛା ତାଙ୍କର ହାତୀ ଥିଲା ଚିହ୍ନ ଆମର ହାତୀ ନଥିଲା କି ତାଙ୍କର ହାତୀ ଥିଲା ତାଙ୍କ ଭାଇ ହାତୀ ତାଙ୍କ ଉଆସରେ ହାତୀ ଆଗରୁ ଥିଲା। ତ ଆପଣ ହାତୀ ଦିଟା ନେଇ ଆସିଲେ ସିଏ ଦେଲେ ମତେ ଆପଣ ଖୋର୍ଦ୍ଧା ନେଇ ଆସିଲେ ହାତୀ ହଁ ଖୋର୍ଦ୍ଧା ଏବଂ ଖୋର୍ଦ୍ଧାରେ ହାତୀ ଉପରେ ବସି ପ୍ରଚାର କଲେ ହାତୀ ଉପରେ ବସି ପ୍ରଚାର କରିନି କ'ଣ କଲି ଦିଟି ମାହୁନ୍ତ ଆସିଥିଲେ ସାଥିରେ ତାଙ୍କୁ ସେ ଟ୍ରେନିଂ ଦେଇଥିଲେ। ମୁଁ ବି କହିଲି ଯେ ମୁଁ ଟିକେ ତମେ ଯାହରେ ପୁରୀ କିଛି କାଚ କିଛି ସିନ୍ଦୁର ମଧ୍ୟ ଆଣିବ ଠାକୁରଙ୍କର ଏବଂ ଗାଁ ଗହଳିରେ ହାତୀ ବୁଲିବେ ମାହୁନ୍ତ ଟିକେ ଲଗେଇ ଦେଉଥିବ ମା ମାନଙ୍କର ଲୋ ମା ତୋ ହାତ କାଚ ବଜ୍ର ହଉ କିନ୍ତୁ ଆମ ଗାଁରେ ନା କାଚ ବଜ୍ର ହଁ ବେଶ ଏବଂ ମାନେ କେବେ ଆଉ ବିଧବା ହବ ନା ସ୍ୱାମୀ ସବୁବେଳେ ବେଶ ବେଶ ତ ଏଇ ଚିହ୍ନଟାରେ ମୋହର ମାର ବୋଲି କହିବ। ହାତୀ କହୁଛି ଯେ ମୋତେ ତମେ ଭୋଟ ଦିଅ ମୋ ଚିହ୍ନଟା ହାତୀ ହବ ମାନେ ମାହୁନ୍ତ ପ୍ରଚାର କରିବ। ହଁ ସେ ମାହୁନ୍ତ ମଧ୍ୟରେ ପ୍ରଚାର କରିଯିବ ମାହୁନ୍ତ ହାତୀ ଏମିତି ଗାଁ ହାତୀ ପିଠିରେ କ'ଣ ଆପଣଙ୍କ ପୋଷ୍ଟର ନାଁ ଫାଁ ଲେଖା ହେଇଥାଏ ନା ଖାଲି ହାତୀ ବୁଲେ? ଖାଲି ହାତୀ ବୁଲେ ପୋଷ୍ଟର ମାରିବା ଦରକାର। ହାତୀ ଗଲା ମାନେ ପ୍ରସନ୍ନ ପାଠଶାଣୀ ଯାଉଛି ବାସ୍ ନିଶ୍ଚୟ ସନ୍ଦେହ ଅଛି। ସେତେବେଳେ ଆପଣ ସ୍ୱାଧୀନ ଥିଲେ ସ୍ୱାଧୀନ ଚିହ୍ନରେ ତ ଚିହ୍ନିଲା ହାତୀଟା ମିଳିଲା ଆଉ ହାତୀ ଆପଣଙ୍କ ପାଇଁ ପ୍ରଚାର କଲା ହଁ କରିଛି ବହୁତ ଇଣ୍ଟରେଷ୍ଟିଂ ଷ୍ଟାଇଲ। ଆଉ କେମିତି ପ୍ରଚାର କରନ୍ତି ଆପଣ? ଏଇ ପ୍ରଚାର ମାଗଣା ମାଗଣା ହୁଏ। ଇନ୍ଦିରା ଗାନ୍ଧୀ ମରିଥିଲେ ତାର ଅଳ୍ପ ଦିନ ପୂର୍ବରୁ ହାୱା ପ୍ରଚଣ୍ଡ ତା ସତ୍ତ୍ୱେ ପ୍ରସନ୍ନ ପାଠଶାଣୀ ଏଇ ସବୁ ନୂଆ ନୂଆ ପ୍ରାକ୍ଟିସ କରିକି ଜିତିଛି ସେତେବେଳେ। ଆଉ କ'ଣ ପ୍ରାକ୍ଟିସ ସବୁ କରିଛନ୍ତି ଆପଣ? ଆଉ ପ୍ରାକ୍ଟିସ ବେଳେ କର୍ମୀ ମାନଙ୍କୁ ପଇସା ଦିଅନ୍ତି ବହୁତ? ନାଇଁ ନାଇଁ ମୁଁ କର୍ମୀ ଦେଇନି କାହିଁକି ମିଛ କହିବି କର୍ମୀ ନାହିଁ ସେ ସେତେବେଳେ କର୍ମୀ ଯୁକ୍ତି ଥିଲେ ମାନେ ସେମାନେ ଗୋଟେ ଲାଳାୟିତ ନଥିଲେ ପଇସା ପାଇଁ ଗୋଟେ ଲଢ଼େଇ ହବ ଲଢ଼େଇ। ଆପଣ ଇଲେକ୍ସନରେ କେତେ ପଇସା ଖର୍ଚ୍ଚ ଇତିହାସଟା ରହିଛି ଇଲେକ୍ସନରେ କେତେ ପଇସା ଖର୍ଚ୍ଚ କରନ୍ତି ସେତେବେଳେ? ଇଲେକ୍ସନରେ ଏବେ କେତେ ଖର୍ଚ୍ଚ କରନ୍ତି? ଲାଷ୍ଟ ଇଲେକ୍ସନ କିଛି ଖର୍ଚ୍ଚ କରିନି। ମାଗଣା ଏତେ ଲୋକ ବୁଲନ୍ତି ଆପଣଙ୍କ ସାଙ୍ଗରେ? କୋଉଟା କହିଲେ? ମାଗଣା ବୁଲନ୍ତି ଏତେ ଲୋକ ମୋ ସାଥିରେ? ଆରେ ଆଗରୁ ଥିଲା ନା କଂଗ୍ରେସ ଆଉ ସେମାନେ ମାଛ ମାଂସ ଖାଇବା ପାଇଁ ଟିକେ ଗାଡି ଚଲେଇକି ଗାଡିରେ ପେଟ୍ରୋଲ ପାଇଁ କିଛି ସେସବୁ ନଥିଲା ସେତେବେଳେ। ନାଇଁ ଏବେ ହଉଛି କି ନାଇଁ? ଇ ବାବାରେ ଏବେ ଆପଣ ଦେଇପାରୁଛନ୍ତି ନା ନାଇଁ? ଲାଷ୍ଟ ଇଲେକ୍ସନ ଦେବି କ'ଣ ମୁଁ ତ ଠିଆ ହେଲିନି ଟିକେଟ ପାଇଲିନି। ଲାଷ୍ଟ ଇଲେକ୍ସନ ବେଳେ ଦେଇଥିଲେ ନା ନାଇଁ? ନାଇଁ ମୁଁ ଦେଇନି। 14ରେ ମାଛ ମାଂସ କାହାକୁ ଦେଇନି। ମିଥ୍ୟା ଆଡ ମନା ମିଛ କହୁଛୁ ଦେଇନି ଦେଇନାହାନ୍ତି ନା ମୁଁ ଦେଇନି ଦେବା ଆବଶ୍ୟକ ନାହିଁ। କେତେ ଟଙ୍କା ଖର୍ଚ୍ଚ ତମକୁ ଯଦି ଲୋକ ଭଲ ପାଇବେ ଦବ କାହିଁକି? ନବୀନ ବାବୁଙ୍କ ଠାରୁ ପଇସା ନେଇକି ଇଲେକ୍ସନ ଲଢନ୍ତି ନା ନାଇଁ? ପାର୍ଟି ପଇସା ଯୋଉ ଦିଅନ୍ତି ନବୀନ ବାବୁ ସେଇଟା ଦିଅନ୍ତି ନବୀନ ପିରିୟଡ ଦିଆ ହେଇଛି। ତ ଆପଣ ସେ ଟଙ୍କା କ'ଣ କରନ୍ତି? ସେଇ କଥା ତ ସେତେବେଳେ ଉଠଉଥିଲେ ଏବେ ଉଠଉଛ। ଏ ଟଙ୍କାଟା କୁଆଡ଼େ ଗଲା? ଟଙ୍କାଟା କ'ଣ ମୁଁ ଟଙ୍କା ଖର୍ଚ୍ଚ କରେନି ମୋ ନିର୍ବାଚନ କୁଆଡ଼େ ଗଲା ଟଙ୍କାଟା? ଆଉ ଟଙ୍କାଟା ତମକୁ କାହିଁକି ନେବେ ଏତେ? କ'ଣ କାମ ଦବ? କ'ଣ କାମ ଦବ ନେଇକି? ସିଏ ଦିଅନ୍ତି କିଛି। ଦିଲ୍ଲୀପ ରାୟ ବି ଦେଇଛି। ହଁ ମୋର ଆଜି ମନେ ଅଛି ମୁଁ ଭୁଲ କହୁନାହିଁ। ଦିଲ୍ଲୀପ ରାୟ ବି ଦେଇଛି। ଦିଲ୍ଲୀପ ରାୟ ଦିଏ 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 କିଛି ୱାର୍କରଙ୍କୁ ଭାରି କ୍ଲୋଜ ଥିଲା ସେ ବିଜୁ ପଟ୍ଟନାୟକଙ୍କର। ତେଣୁ ମୋର ଆଜି ମନେ ଅଛି ବିଜୁ ବାବୁ କହିଲେ କ'ଣ କରିବା କୁଆଡ଼ୁ ପଇସା ଆସିବ ଆମର
ଏଇଟା କ'ଣ ବିକିଦେବାକୁ ସେ ମାନେ ରାଜନୀତି ପାଇଁ ଯେତେବେଳେ ଲାଗିଲେ ମୁଁ ମନା କଲି। କାହିଁକି ଆପଣ ବିକିବେ? କଣ ବିକିବେ? ଘର ବିକିଦେବେ। ଦିଲ୍ଲୀ ଘର ବିକି ଦେଇକି ମାନେ ପଇସା ନାହିଁ ବିଜୁ ବାବୁର ତ୍ୟାଗଟା କାହାର ଅଛି? କେଜଣ ପଲିଟିସିଆନର ଅଛି? କିଏ ବା କହୁଛି? ମାନେ ବିଜୁ ଭଳିଆ ଲୋକ ଘର ବିକୁ ପ୍ରିପେୟାର ଥିଲେ ପଲିଟିକ୍ସ ପାଇଁ ଯେତେବେଳେ ପ୍ରଶ୍ନ ପାଇଁ ତାହା ବି ଶୁଣିଛି। ସେତେବେଳେ ପ୍ରଶ୍ନ ପାଇଁ ବିଜୁକୁ କହିଛି ଆପଣ ଗୋଟେ କରନ୍ତୁ ମୋଟେ ହେଲା ହବ ରହନ୍ତୁ। ଦିଲ୍ଲୀପକୁ ଗୋଟେ କାମ କରନ୍ତୁ, ଦିଲ୍ଲୀପକୁ ଆମର ରାଜସ୍ୱ ପଡ଼ିଯିବ, ସେ ଟଙ୍କା ଦେବ ନା ତ କଥାବାର୍ତ୍ତା କର। ଆପଣ କଥାବାର୍ତ୍ତା କଲେ? ହଁ ମୋତେ କହିଲେ କଥାବାର୍ତ୍ତା କର। ମୋର ଦିଲ୍ଲୀପ ବାବୁ କହିଲି ଯେ ତମେ ରାଜ୍ୟସଭାକୁ ଯାଅ, ବିଜୁ ରାଜି ହେଇଛନ୍ତି ପଠେଇବା ପାଇଁ, ଆଉ କିଛି ଟଙ୍କା ଦିଅ, ଦଳ ଚାଲିବ କେମିତି? ହଁ ଦୀପ ଦେଇଥିଲା। କେତେ ଟଙ୍କା ଦେଇଥିଲେ? କେତେ ଟଙ୍କା ମୁଁ କହିପାରିବିନି, ଦେଇଥିଲା। ଏହା ସତ୍ୟ ଅଟେ, ମୁଁ ଜାଣିନି। ସେ ଟଙ୍କା ଦେଇଥିଲା ହଁ ଦଳକୁ। କାହିଁକି? ଆମର ଯେତେ ସବୁ ଲଢ଼େଇ କରିଥିଲେ ଅଧିକାଂଶ ସେ ଦିଏ ରାଜ୍ୟସଭାକୁ ଯୋଉମାନେ ଯାଆନ୍ତି। ରାଜ୍ୟସଭାକୁ ସିଏ ଚାଲିଗଲେ। ଆଉ ଲଢ଼େଇ ଯୋଉମାନେ କରନ୍ତି, ମାନେ ଯୋଉମାନେ ଟିକେଟ ପାଆନ୍ତି ସେମାନଙ୍କୁ ପଇସା ଦେବାକୁ ପଡେ। ହଁ ସେମାନଙ୍କୁ ଦିଲ୍ଲୀପ ଦେଇଛି ପ୍ରକୃତରେ। ନବୀନ ବାବୁଙ୍କ ସମୟରେ ସେଇଟା ଥିଲା ନା କେମିତି ଥିଲା? ସେଇଟା ଥିଲା ବିଜୁ ବାବୁଙ୍କ ସମୟରେ। ବିଜୁ ବାବୁଙ୍କ ସମୟ। ନବୀନ ବାବୁଙ୍କ ସମୟରେ ତ ଲାଗିଲା ଖାଲି ଅନ୍ତର୍ଦ୍ୱନ୍ଦ୍ୱଙ୍କର ଦିଲ୍ଲୀ ବିରୁଦ୍ଧରେ ଲଗେଇଲେ। ଆଉ ପ୍ୟାରୀ ବାବୁଙ୍କର ମୋର ଯେମିତି ପଡ଼ିଲାନି ତାଙ୍କର ସେମିତି ପଡ଼ିଲାନି। କିନ୍ତୁ ପ୍ୟାରୀ ବାବୁଟା ମାନେ ଅନେକ ସାହାଯ୍ୟ କରିଛି, ବହୁ କର୍ମୀକୁ ଦଳକୁ ମଧ୍ୟ ବଞ୍ଚିବା ପାଇଁ ଲଢ଼େଇ ବି କରିଛି। ସିଏ ପାଣ୍ଡିଆନ ବାବୁଙ୍କ ଭଳି ନୁହନ୍ତି। ବାବା ଏଇ ଯୋଉ ଆଗରୁ ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ ନା? ଅଳ୍ପ ଦିନ ମୁଁ ଯୋଗ କଲା ପରେ ଏଇଟା ସବୁ ବଦଳିଗଲା। ପିନ୍ଧୁଥିଲି ମୁଁ ଖୁବ୍ କମ୍ ଦିନ। କଣ ଲୁଚିବା ପାଇଁ କି ପୋଲିସ କବଳରୁ ଏମିତି ଡ୍ରେସ୍ ପିନ୍ଧୁ? ପୋଲିସ କବଳରୁ ଲୁଚିବା ପାଇଁ ଏଇ ଡ୍ରେସଟା ମୋର ନଥିଲା। ଆଉ ଏଇ ଡ୍ରେସଟା ମୁଁ ଯେତେବେଳେ ମୋର ଗୁରୁ ମହେଶଙ୍କ ପାଖରେ ଥିଲି ସେତେବେଳର ଡ୍ରେସ। ନା ଯେତେବେଳେ ମୁଁ ପାତଞ୍ଜଳି ଯୋଗ ସୂତ୍ର ଶିଖିଲି, ହଁ ଏବଂ ଆଇଁଷ ଛାଡ଼ିଦେଲି। ପ୍ରଥମେ ଆଇଁଷ ତଳେ ଖାଉଥିଲେ। ହଁ ଆଉ ଚିଲିକା ମୋର ଜନ୍ମ, ଆଉ ଆଇଁଷ ମିଛ କହିବି ନାଇଁ, ସେତେବେଳୁ ଛାଡ଼ି ଦେଇଛି। ଏବେ ନୁହେଁ, ଏଇ 40 ବର୍ଷ ତଳ, 50 ବର୍ଷ ତଳ। ବେଳେ ବେଳେ ବହୁତ ଲୋକ ଆପଣଙ୍କୁ ସମାଲୋଚନା କରନ୍ତି ଯେ ବାବା କୋଉଠି ମାଂସ ଖାଇଦିଅନ୍ତି, ଚିକେନ ଖାଇଦିଅନ୍ତି। ଯେ ପ୍ରକୃତରେ ବାବା ଗୋଟେ ଡ୍ରେସ ମାଂସ କେତେବେଳେ ଖାଉଥିଲି? ଯେତେବେଳେ ମୋର ଗୁରୁ ବି ମୋତେ କହିଥିଲା, ଏଇ ଜବରଦସ୍ତି ତୁ କେବେ ଛାଡ଼ିବୁନି ଆଇଁଷ। ଯଦି ଜବରଦସ୍ତି ତୁ ଆଇଁଷଟା ଛାଡ଼ିଦେବୁ, ତେବେ ହେଲେ ବିଧବା ବ୍ରାହ୍ମଣୀ ମଲା ବେଳେ ଯେମିତି କହେ ମୋତେ ଶୁଖୁଆ ଟିକେ ଦିଏ, ମୋ ଝିଅ ଛାଡ଼ୁନି, ତୋର ସେମିତି ଲାଳସା ରହିଯିବ, ବହୁତ କ୍ଷତି କରିବ ତୋତେ। ହଁ ତାପରେ ଗୋଟେ ମୁଁ ସାଧନା କଲି। ହେୟାର ଟେକ୍ନିକ୍ ଅଛି ଯୋଗରେ। ସେତେବେଳେ ମୁଁ ଆରମ୍ଭ କରିଥିଲି ନା, ଯୋଗ ଯେତେବେଳେ ଆରମ୍ଭ ହେଇଥିଲା, ଭୂଷଣ୍ଡପୁର ଗୋଟେ ଗାଁ ଥିଲା, ସେ ଗାଁରେ 5000 ଉର୍ଦ୍ଧ୍ୱ ଲୋକଙ୍କୁ ଶିଖଉଥିଲି ଯୋଗ ଶିଖୁ। ହଁ ସମସ୍ତେ ଜାଣିଛନ୍ତି ସେତେବେଳେ। ଏବେ କଣ ଆପଣ ଯୋଗୀ ନା ଭୋଗୀ? ଆପଣ ଭୋଗୀ ବୋଲି ଯୋଉ ଅର୍ଥରେ କହିବେ ସେଥିରେ ମୁଁ ନାହିଁ। ଆପଣ ତ ପୁଅ ପିଲା, ସ୍ତ୍ରୀ, ଘର ସେ ତ ଅଛି, ଯୋଗରେ ଅଛି ନା। ଆପଣ ଭୋଗୀ ସନ୍ନ୍ୟାସୀ ହେଇଗଲେ ବୋଲି, ସନ୍ନ୍ୟାସୀ ହେବା ଅର୍ଥ ନୁହେଁ ଯେ ଛୁଆ ପିଲାଙ୍କୁ ଛାଡ଼ିକିରି। ଅନେକ ଯୋଗୀ ହଉଛନ୍ତି ଗୃହୀ ସନ୍ନ୍ୟାସୀ। ଆପଣ ହେଲେ ଗୃହୀ ସନ୍ନ୍ୟାସୀ। ସେତେବେଳେ ଗୃହୀ ସନ୍ନ୍ୟାସୀ, ଏବେ ବି ଅଛି ଗୃହୀ ସନ୍ନ୍ୟାସୀ। ଆପଣ ଗୃହୀ ସନ୍ନ୍ୟାସୀ ମାନେ ଆପଣଙ୍କର ଘର ଅଛି, ପିଲା ଅଛନ୍ତି, ସ୍ତ୍ରୀ ବି ଅଛନ୍ତି, ଗୃହୀ ସନ୍ନ୍ୟାସୀ। ଗୃହୀ ସନ୍ନ୍ୟାସୀ। ତ ଆପଣ କଣ ସନ୍ନ୍ୟାସୀ ଭଳି ଜୀବନ ଯାପନ କରୁଛନ୍ତି? ସେଇଭଳି ଜୀବନ ଆଉ କଣ ଆଠୁ ଅଧିକ ହେଇପାରେ? ମୁଁ ତ ନିରାମିଷାସୀ ସମ୍ପୂର୍ଣ୍ଣ। ବାକି ଧ୍ୟାନ, ପ୍ରାଣାୟାମ ଏବେ ବି ମୋର ଚାଲିଛି। ଯେତେବେଳେ ସନ୍ନ୍ୟାସୀ ମାନେ ତ୍ୟାଗୀ। ତ୍ୟାଗ ୟାଠୁ କଣ ତ୍ୟାଗଟା ଅଛି ଅଧିକ? ତ ଆପଣଙ୍କ ମୁଣ୍ଡ ଭିତରେ ତ ଟିକେଟ କଥାଟା ଅଛି, ତାହେଲେ ଆପଣ ତ୍ୟାଗୀ କେମିତି ହେବେ? ଓ ଆପଣ ସେଇ ଆଡ଼କୁ ନେଉଛନ୍ତି, ଟିକେଟ ଆଡ଼କୁ। ଟିକେଟ ଆଡ଼କୁ ଯାହା କହିଲି ତାହା ହିଁ ହେଉଛି, ଖୁବ୍ ଚୁମ୍ବକରେ କହିଦେଉଛି, ଆପଣ ଯଦି ଲଢ଼େଇ କରିବେ
ବିନା ଟିକେଟରେ କେମିତି ଲଢ଼େଇ କରିବେ? କାହିଁ ସେ ଦଳରେ ଦିନ ରହିଲେ? କାହିଁ ସେ ଦଳ ପାଇଁ ଏତେ ପରିଶ୍ରମ କଲେ? କାହିଁ ଏତେ କର୍ତ୍ତବ୍ୟ କଲେ? ସେଇ ଅର୍ଥରେ ପ୍ରଶ୍ନ ମୁଁ ପାରିବ। କହୁଛି ସନ୍ନ୍ୟାସୀ ମାନେ ତ୍ୟାଗୀ, ତାଙ୍କ ଭିତରେ କୌଣସି ମୋହ ନଥାଏ, ସେମାନେ ଆଟାଚ ନୁହନ୍ତି, ସେମାନେ ନିର୍ବିକାର। ତ ରାଜନୀତି କରୁଥିବା ଜଣେ ବ୍ୟକ୍ତି କେମିତି ସନ୍ନ୍ୟାସୀ ହେଇପାରିବ? ଏବେ ଦେଖୁନାହାନ୍ତି ଅନେକ ସାଧୁ ସନ୍ଥ ମଧ୍ୟ ରାଜନୀତି କରିକି କିଛି ନେଇ ଭାରତବର୍ଷରେ। ନା ହେଇପାରନ୍ତି, କିନ୍ତୁ ସାଧୁର ଲକ୍ଷଣ କାରଣ ତ ଭିନ୍ନ। ଭାରତବର୍ଷରେ ରାଜନୈତିକ ନେତାମାନେ ଏଇ ଦେଶକୁ ରକ୍ଷା କରୁନାହାନ୍ତି। ଏଇ ଦେଶକୁ ସାଧୁ ସନ୍ଥ ମାନଙ୍କର ତପସ୍ୟା, ହିମାଳୟ ଗିରିକନ୍ଦରେ ତପସ୍ୟା କରୁଥିବା ସନ୍ନ୍ୟାସୀ ମାନଙ୍କର ତ୍ୟାଗରେ ଏ ଦେଶ ଚାଲିଛି। ଯେଉଁ କଥା କହୁଥିଲେ ଅରବିନ୍ଦ, ଠାକୁର ଅରବିନ୍ଦ, ଯେଉଁ କଥା କହୁଥିଲେ ବିବେକାନନ୍ଦ, ହଁ ଯେ ଦିନ ଆସିବ ହୁଁ ଭାରତବର୍ଷ ହିଁ ସାରା ପୃଥିବୀ କି ଶାସନ କରିବ, ନେତୃତ୍ୱ ନେବ, ହୁଁ। ତାହା ଏବେ ଆସିନି କି? ବାବା ମୋର ଗୋଟେ କଥା ଜାଣିବାର କଥା ଯେ ଆପଣ ତ ମୂଳରୁ କମ୍ୟୁନିଷ୍ଟ ଆନ୍ଦୋଳନରେ ଥିଲେ, ଲେଫ୍ଟିଷ୍ଟ ଥିଲେ, ମାଓବାଦୀ ଆନ୍ଦୋଳନରେ ଥିଲେ। ପରବର୍ତ୍ତୀ ସମୟରେ ଆଜିର ଦିନକୁ ଆପଣ ଦକ୍ଷିଣପନ୍ଥୀ ବନିଗଲେ। ନାଇଁ ମୁଁ ମାଓ ସହିତ ନଥିଲି, ମୁଁ ନକ୍ସଲବାଦ ଲେଫ୍ଟିଷ୍ଟ ତ ହଁ ମାମୁଁ। ବାମପନ୍ଥୀରୁ ଆପଣ ଦକ୍ଷିଣପନ୍ଥୀକୁ ଆସିଗଲେ। ଏବେ କୋଉ ପନ୍ଥାଟା ଠିକ ବୋଲି ଆପଣ ଭାବୁଛନ୍ତି? ଲେଫ୍ଟ ଠିକ ନା ରାଇଟ୍ ଠିକ? ଶୁଣନ୍ତୁ, ଶରୀର ଭିତରେ ହଁ ଗୋଟେ ବାମାଙ୍ଗୀ ହେଲେ ନାରୀ ମାନେ ମା ମାନେ ବାମାଙ୍ଗୀ କୁହାଯାଏ, ବାମ ଏବଂ ଦକ୍ଷିଣ ଗୋଟେ ଶରୀରର ବାମ ପାଦ ଅଛି, ଦକ୍ଷିଣ ପାଦ ଅଛି। ହୁଁ ତେଣୁ ଲେଫ୍ଟ ଆଣ୍ଡ ରାଇଟ୍, ଆପଣ ମାର୍ଚିଂ କରୁଛନ୍ତି ଲେଫ୍ଟ ଆଣ୍ଡ ରାଇଟ୍। ତେଣୁ ବାମଟା କେମିତି ଖରାପ ହବ, ଦକ୍ଷିଣଟା କେମିତି ଖରାପ ହବ? ଗୋଟେ ଅଙ୍ଗ ନାହିଁ ମାନେ ଶରୀର ନାହିଁ। ତେଣୁ ବାମ ଠିକ ଦକ୍ଷିଣ ଠିକ। ନିଶ୍ଚିତ ବାମ ତ ଏବଂ ଆପଣ ତ ଗୋଟେ ବାଟରେ ଯିବେ ନା, ଲେଫ୍ଟିଷ୍ଟ ହେବେ ନହେଲେ ରାଇଟିଷ୍ଟ ହେବେ। ଲେଫ୍ଟିଷ୍ଟ ଥିଲେ, ଲେଫ୍ଟିଷ୍ଟରେ ବହୁତ ଦିନ କାମ କଲି, ୱାରେଣ୍ଟ ହେଇଗଲା, ମାରି ଦେଇଥାନ୍ତେ ମୋତେ। ମୁଁ ମନ ଜନ୍ମ ଜୀବନ ବିବାହ କରିଛି, ଏଇଟା ରେକର୍ଡରେ ଅଛି। ଠିକ ଅଛି। ହଁ, ତା ମାନେ କଣ ଆପଣ ସେ ଲେଫ୍ଟିଷ୍ଟ ଥଟରେ ଆଉ ବିଶ୍ୱାସ କଲେନି? ତାପରେ କିଏ କହିଲା ବିଶ୍ୱାସ କରିବି? ଏବେ ବି ବିଶ୍ୱାସ କରୁଛି। କଥା ହଉଛି ସେ ସମୟର କଥା, ସେ ଯୋଉ ସମୟକୁ ନେଇକି ତମେ ରାଜନୀତି କରୁଛ। ଏବେ ଏଇ ସମୟରେ ହଉଛି ଦକ୍ଷିଣପନ୍ଥୀ ଚିନ୍ତାଧାରା। ଦକ୍ଷିଣପନ୍ଥୀ ଏବେ ସାଧୁ ସନ୍ନ୍ୟାସୀ ଏବେ ତ ବର୍ତ୍ତମାନ ସାଧୁ ସନ୍ଥ ଏବଂ ମାନେ ସମସ୍ତେ ଏଇ ଦଳରେ ଏବଂ ସେମାନେ ମଧ୍ୟ ଦକ୍ଷିଣପନ୍ଥୀ ଏଇ ଅର୍ଥରେ। ତ ଆପଣ କଣ ପ୍ରକୃତରେ ବାମପନ୍ଥୀ ନା ଦକ୍ଷିଣପନ୍ଥୀ? ମନ ଭିତରେ, ହୃଦୟରେ? ମୋର ହୃଦୟରେ ବର୍ତ୍ତମାନ ମୁଁ ଯୋଉ ଦଳରେ ଅଛି ସେଇ ଦଳର କଥା କହିବି। ତେଣୁ ଏଇ ଦଳରେ ମୁଁ ବର୍ତ୍ତମାନ କହୁଛି, ମୋଦିଜୀ ଯୋଉ କାର୍ଯ୍ୟଟି କଲେ, ଯଦି ଓଡ଼ିଶାରେ ସେଇ ଗେମ୍ଟା ଖେଳି ନଥାନ୍ତେ କଷ୍ଟ ହେଇଥାନ୍ତା ରାଜନୀତି ଭବିଷ୍ୟତରେ। କୋଉ ଗେମ୍? ଏଥର ଯୋଉ ଗୋଟି ଚଲେଇଲେ ନିଜେ ଆସିକି ଏବଂ ଗୋଟେ ଆଦିବାସୀ ନେତାଟାକୁ ପୁଣି ସେ କଲେ ମୁଖ୍ୟମନ୍ତ୍ରୀ। ଭଲ ଲୋକଟିଏ, ବୁଲୁଛନ୍ତି ସାଧା ସିଧା ସିମ୍ପଲ। ତେଣୁ ତାଙ୍କର ଓଡ଼ିଶାଟା ଏବେ ବର୍ତ୍ତମାନ କର୍ମଭୂମି ହେଇଯାଇଛି। ଏତେ ଥର କୋଉ ନେତା ଆସୁଥିଲେ କି ଯେତେ ମୋଦି ଆସୁଛନ୍ତି? ଏବଂ ଓଡ଼ିଆ ପାଇଁ ଯେଉଁ ସବୁ ସଂଗ୍ରାମ ଚାଲିଛି, ସେ ସଂଗ୍ରାମଟାକୁ ଯଦି ଆପଣ ଟିକେ ନିରପେକ୍ଷ ଭାବରେ ଦେଖିବେ, ସେ ଠିକ ଭାବରେ ଦଳ ଚଳେଇଛନ୍ତି। ବେଶୀ ଦିନ ହେଇନାହିଁ। କ'ଣ ଓଭରନାଇଟ୍? ବିଜେପିରେ ଆପଣଙ୍କର ଅଭିଜ୍ଞତା କ'ଣ? ମୋର ଭଲ ଅଭିଜ୍ଞତା ବିଜେପିରେ। ଯଦି ନବୀନ ବାବୁ ଆପଣଙ୍କୁ ଟିକେଟ ଦେଲେ ନାହିଁ, ବିଜେପି ଆପଣଙ୍କୁ ଟିକେଟ ଦେବା କଥା, ରାଜ୍ୟସଭାକୁ ପଠେଇବା କଥା? ସେଟା ମୁଁ କେମିତି କହିବି? ଆପଣ ଯୋଉ କାରଣରୁ ରାଗିଥିଲେ, ବର୍ତ୍ତମାନ ସମୟ ଆସିଛି ଯେ ଯୋଉ କାମ ନବୀନ ବାବୁ କଲେନି, ଭାରତୀୟ ଜନତା ପାର୍ଟି ଆପଣଙ୍କୁ ନ୍ୟାୟ ଦେବ। ନିଶ୍ଚୟ ଟିକେଟ ପାଇବେ ଆପଣ? ସେ ଭରସା ଅଛି। ଆଜି କେମିତି ଭାବିବି ମୁଁ ଟିକେଟଟା ପାଇବି ବୋଲି? 5 ବର୍ଷ ଆହୁରି ଅଛି। କାହିଁ ରାଜ୍ୟସଭା ପାଇଁ 5 ବର୍ଷ କାହିଁକି ଅଛି? ହଁ, ରାଜ୍ୟସଭା ପାଇଁ ନେକ୍ସଟ ଇୟର ବର୍ଷ ହେଇପାରିବ। ତ ଆପଣଙ୍କୁ ଟିକେଟ ମିଳିବ ରାଜ୍ୟସଭାକୁ ଯିବା? ନାଇଁ, ମୁଁ ସେଟା ଆଶା କରିନି। ଆଶା ହିଁ ନିରାଶର କାରଣ। ମୁଁ ସେଇ ଚୁକ୍ତିରେ ମଧ୍ୟ ଯୋଗ ଦେଇନାହିଁ। ମୁଁ ଯାଇଛି ଲଢ଼େଇ କରିବା ପାଇଁ। ନହେଲେ ମନ ଦୁଃଖ କରିବେ ପୁଣି ଆପଣ, କହିବେ ଯେ ମୁଁ ଏତେ ଦିନ କାମ କଲି, ବିଜେଡି ଛାଡ଼ିଲି, ଏତେ ଦିନର ପାର୍ଟି ବିଜେପିକୁ ଆସିଲି, ମତେ ଟିକେଟ ମିଳିଲାନି। କାହିଁ ସେଟା ଭାବିବେନି? ସେଟା କାହିଁକି ମୁଁ ଭାବିବି? ଟିକେଟଟା ମିଳିଲାନି ବୋଲି ସେ ଦଳରୁ କ'ଣ ମୁଁ ଛାଡ଼ିଛି କି? ମୁଁ ଦଳରୁ ଛାଡ଼ିଲି ପାଣ୍ଡିଆନଙ୍କ ପାଇଁ। ଟିକେଟ ମିଳିଲାନି, ପାଣ୍ଡିଆନ ତାଙ୍କର କମିଟି। ଆପଣ ତ ଆଗରୁ କହୁଥିଲେ ଯେ ଟିକେଟ ମିଳିଲାନି ବୋଲି। ଟିକେଟ ମିଳିଲାନି ସତ ମୁଁ କହିଛି, ସେଇଟା ବି ଗୋଟେ କାରଣ। କିନ୍ତୁ ରିଅଲ ମୁଁ ପାଣ୍ଡିଆନ ଯିବ ପାଇଁ ଛାଡ଼ିଲି। ମୁଁ ତାର ଆଖିରେ ଦେଖିଲି, ଆଖିରେ ଆଙ୍ଗୁଠି ଗେଞ୍ଜିକି ଲୋକଟା ଏଭଳି ଭାବରେ କରୁଛି କାମ,
କେହି ପ୍ରତିବାଦ କରୁନାହାନ୍ତି, କିଛି କରୁନାହାନ୍ତି, ମୁଁ ପ୍ରତିବାଦ କରି ଛାଡ଼ି ପଳେଇ ଆଇଲି। ଆଉ କ'ଣ, ସିମ୍ପଲ୍। ସିମ୍ପଲ। ବାବା, ବିଜେପି ଯଦି ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ନଦେଲା, ଦାୟିତ୍ୱ ନଦେଲା, ପ୍ରିୟଦର୍ଶୀ ମିଶ୍ର ଆଉ ଟିକେଟ୍ ପାଇଲେନି, ମନେ କରନ୍ତୁ, ଆମେ ତ ସବୁବେଳେ ଆଶାରେ ବଞ୍ଚିଛେ ଭଲ ଜିନିଷ ହବ, ତାହେଲେ ଆପଣ କ'ଣ ପୁଣି ବିଜେପି ଛାଡ଼ିଦେବେ? ଶୁଣନ୍ତୁ, ମୋର ଯାହା ବିଶ୍ୱାସ, ପ୍ରିୟ ବର୍ତ୍ତମାନ ତା ନିଜ ଗୋଡ଼ରେ ଠିଆ ହେଇକି ସଂଗ୍ରାମ ଚଲେଇଛି। ତେଣୁ ଆଜିରୁ କେମିତି କହିହେବ? ଗଲା, ମୁଁ ସେମିତି ଗୋଟେ ଦଳକୁ ଆସିଛି ବୋଲି ହଠାତ୍ କହିଦେବି, ଡିମାଣ୍ଡ କରିବି ମୋତେ ୟା ଦିଆଯାଉ, ମୁଁ ଏଥିରେ ବିଶ୍ୱାସ କରେ। ଯଦି ନ ମିଳିଲା କିଛି ନ ମିଳିଲେ ନାହିଁ, ସେତେବେଳେ ଅବସ୍ଥା ଦେଖିକି ରାଜନୀତି କରିବେ। ବେଳେ ବେଳେ ଭାବନ୍ତି କି ଯେ ଆପଣ ରାଜ୍ୟପାଳ ହେବା ପାଇଁ ଯୋଗ୍ୟ? ନାଇଁ, ମୁଁ ସେସବୁ କେବେ ଭାବି ନାହିଁ। ମୋଦିଜୀଙ୍କ ସହିତ ଆପଣଙ୍କର ସମ୍ପର୍କ ଅଛି, ବହୁତ ଦିନ ପାର୍ଲାମେଣ୍ଟରେ ଆପଣ ଥିଲେ। ହଁ ଥିଲେ, ସେ ସମ୍ପର୍କ ରହିଛି, ଏବେ ବି ରହିଛି। ନା ବେଳେ ବେଳେ ଭାବନ୍ତି କି ଯେ ଆପଣ ରାଜ୍ୟସଭା ହୁଅନ୍ତୁ ବା ରାଜ୍ୟପାଳ ହେଇଯିବା ଉଚିତ ବୋଲି? ମୁଁ ସେଟା ଭାବି ନାହିଁ, ଗୋଟେ ଭାବି ନାହିଁ। ମୋତେ ଭାରି ଭଲ ଲାଗେ, ଧରାଯାଉ ଆପଣଙ୍କର ଯେମିତି ମୁଖ୍ୟମନ୍ତ୍ରୀଟି ଅତି ସରଳ ଏବଂ ଏବେ ବି ମଧ୍ୟ ଦିନ ରାତି କାମ କରୁଛନ୍ତି, ମୋତେ ବି ସେମିତି ଭଲ ଲାଗେ ଆପଣଙ୍କ ଧର୍ମେନ୍ଦ୍ରକୁ। କାହିଁକି ଭଲ ଲାଗେ? ଗୋଟେ ଏଜୁକେସନ୍ ପାଇଁ, ଶିକ୍ଷା ବ୍ୟବସ୍ଥା ଉପରେ ମୋଦିଜୀକି ମୁଁ କୃତଜ୍ଞତା ଜଣେଇବି। ଏ ଲୋକଟିକି ଯୋଗ୍ୟ ଲୋଟି ଦେଇଛନ୍ତି। ସେ ଯେଉଁଭଳି ଭାବରେ ବକ୍ତବ୍ୟ ପ୍ରଦାନ କରିଛନ୍ତି, ଆପଣ ଦେଖନ୍ତୁ, ରେକର୍ଡ ଦେଖନ୍ତୁ। ତେଣୁ କିଛି କିଛି ଲୋକ ଓଡ଼ିଆ, ସେମାନେ ସବୁ ପ୍ରତିଭା ଲୁଚି ରହିଥିଲେ, ତାକୁ ଆଲୋକକୁ ଆଣିବାରେ ନେତାମାନଙ୍କର ଅଦ୍ୱିତୀୟ ଭୂମିକା ପାଇଁ ସେମାନେ ନମସ୍ୟ। ଠିକ ଅଛି, ଆପଣ ଚେଷ୍ଟା କରୁଛନ୍ତି ସେମିତିକା କ'ଣ କହିଲେ? ଆଉ ଆପଣ ଚେଷ୍ଟା କରୁଛନ୍ତି କି ଡିଫରେଣ୍ଟ ଚ୍ୟାନେଲରେ କେମିତି ଗଭର୍ଣ୍ଣର ବନିଯିବେ? ନାଇଁ, ମୁଁ ସେସବୁ ଚେଷ୍ଟା ନାହିଁ ମୋର। ମୁଁ ତ ଲୋକ କାମ କରୁଛି, କିଛି ନାହିଁ ମୋ ପାଖରେ। ମୁଁ ଯାଉଛି, ଏମିତି କେଉଁ ଗାଁ ନାହିଁ, ଏମିତି କେଉଁ ଜାଗା ନାହିଁ ଯୋଉଠି ଯାଇଛି। ମୁଁ ଏବେ ବି କହୁଛି, ବିଜେପିରେ ମିଟିଂକୁ ଡାକୁଛନ୍ତି ଆପଣ? ବଡ଼ ବଡ଼ ମିଟିଂ, ବୈଠକ? ବଡ଼ ବଡ଼ ମିଟିଂ ଡାକି ନାହାନ୍ତି, କିନ୍ତୁ ବିଜେପି ମାନେ ଡାକୁଛନ୍ତି, ପଚାରୁଛନ୍ତି। ଆମେ ଗୋଟେ ଭଲ ସଭାପତି, ପ୍ରଧାନମନ୍ତ୍ରୀ ଆସିଲେ ଆପଣଙ୍କୁ ସୁଯୋଗ ମିଳୁଛି ମିଟିଂ ବୈଠକରେ ମିଶିବା? ମୁଁ ଯାଇଥିଲି, ପ୍ରଧାନମନ୍ତ୍ରୀ ରିସିଭ୍ କଲି। ଆଉ ଏବେ ଭଲ ସଭାପତି ବୋଲି କହିଲି ମନମୋହନ ବାବୁଙ୍କୁ। ଭଲ, ହଁ ଭଲ ଚଳୁଛନ୍ତି। ଆମେ ଭେରି ହାପି, କାମଲି, କେଉଁ କଣ୍ଟ୍ରୋଭର୍ସି ନାହିଁ। ସେଇଭଳି ଦେଖିଲା ପରେ ମନେ ହେଉଛି ଭଲ ଲାଗୁଛି। କିଛି ନୋଡ଼ା ଆସିଥିଲେ, ନୋଡ଼ାଙ୍କର ସହିତ ମୋର ବହୁତ ପୁରୁଣା ସମ୍ପର୍କ। କେତେ ଭଲ ଲୋକ ସେ, ମିଶିଲେ ଜାଣିବେ। ଆରି ଭିତରେ ବିଜେଡି କଥା ମନେ ପଡୁଛି ନା ନାଇଁ? ନବୀନ ବାବୁଙ୍କ କଥା, ପୁରୁଣା ଦିନର କଥା, ବର୍ଷ ବର୍ଷ ଧରି ଯୋଉଠି ଆପଣ ସମୟ କଟେଇଛନ୍ତି, ରାତିରେ ଯାଇ ତାଙ୍କ ପାଇଁ ଅଧିକାଂଶ ଦିନ ପ୍ରଚାର କରି ଆପଣଙ୍କ ଘରେ ସେ ଛାଡିକିରି ଆସୁଛନ୍ତି। ସତ। ଆଉ ଆପଣଙ୍କୁ ସେ କହିଥିଲେ ଯେ ଆମେ କେହି କାହାକୁ ବିଟ୍ରେ କରିବାନି? ନା, କହିଥିଲେ ନା ନାଇଁ? ହଁ, ନିଶ୍ଚୟ। କ'ଣ କହିଥିଲେ? କହିଥିଲି, ବିଶ୍ୱାସଘାତକତା ମୋର ଜାତକରେ ନାହିଁ, ମୁଁ କାହାକୁ କରିନାହିଁ। ଯିଏ ମୋତେ ବିଶ୍ୱାସ, ଆପଣ ଜଗନ୍ନାଥଙ୍କ ଆଡକୁ ହାତ ବଢେଇକି କହିଥିଲେ ଯେ ମୁଁ ଧୋକା ଦେବିନି? ମୁଁ ଦେଇନି ତାଙ୍କୁ ଧୋକା। ହାତ ବଢେଇଥିଲେ ନା ନାଇଁ ଜଗନ୍ନାଥ? ଓ ସିଓର କହିଥିଲି, ହାତ ବଢେଇ। ଏବେ ବି ଅଛି। ଏବେ ମୋତେ ପଚାରିଲେ, ଆମେ କିଛି ସାମ୍ବାଦିକ ବନ୍ଧୁ ମୋର ପଚାରିଲେ, ଆରେ ଆପଣ କ'ଣ, ଆମେ ଶୁଣୁଛୁ ଜଗନ୍ନାଥଙ୍କ ସହିତ ମୋତେ କଥାବାର୍ତ୍ତା ହୁଅନ୍ତି। ଆପଣ କଥା କୁହନ୍ତି? ମୁଁ ସେଇମାନେ ଯେଉଁମାନେ ପଚାରିଲେ ତାଙ୍କୁ ଉତ୍ତର ଦେବି। ମୁଁ ତମେ ଦେଖିଛ ନା ଯେଉଁମାନେ କହୁଛନ୍ତି ସେମାନେ ଦେଖିଛନ୍ତି? ତେଣୁ କାହିଁ ହେଇପାରିବନି କଥାବାର୍ତ୍ତା? ଏବଂ ଜଗନ୍ନାଥ କ'ଣ ଆପଣ କହିଲେ? ମୁଁ ଶୀଘ୍ର ପାଣ୍ଡିଆନଟାକୁ ନେଇଯାଆନ୍ତୁ ଯୁଆଡ଼େ, ସେ ବଡ଼ ହଉ, ଯୁଆଡ଼େ ନେଇଯାଆନ୍ତୁ, ଏଇ ଦଳରେ ରଖନ୍ତୁ ନାହିଁ। ଆରେ ଦିଦି, ହଁ, ମୁଁ ନିଜେ ପ୍ରାର୍ଥନା କରି ଜଗନ୍ନାଥ। କ'ଣ ପ୍ରାର୍ଥନା କଲେ? ମୁଁ କହିଲି ପାଣ୍ଡିଆନକୁ ଜଲ୍ଦି ନେଇଯାଆନ୍ତୁ ଏଠୁ, ଓଡ଼ିଶାରୁ ଉଚ୍ଚକୁ ନେଇଯାଆନ୍ତୁ, ଆହୁରି ମୋର ଆପତ୍ତି ନାହିଁ, କିନ୍ତୁ ବିଜେଡିରେ ରଖନ୍ତୁ, ଓଡ଼ିଶାରେ ରଖନ୍ତୁ ନାହିଁ, ବିଜେପିଟାକୁ ଧ୍ୱଂସ କରନ୍ତୁ ନାହିଁ, ଯେଉଁ ଦଳକୁ ଗଢ଼ିବାରେ ମୋର ପ୍ରମୁଖ ଭୂମିକା ଥିଲା। ଆପଣ ଜଗନ୍ନାଥଙ୍କ ସହିତ କଥା ହଉଛନ୍ତି ଏ ବିଷୟରେ? ମାନେ ମୁଁ କହିଲି ପ୍ରେୟାର, ମୁଁ କହିଲି ଜଗନ୍ନାଥଙ୍କ ସହିତ କଥା କେମିତି ହୁଅନ୍ତି ଆପଣ? କଥା କ'ଣ ହୁଏ, ଆପଣ ବି କଥା ହେଇପାରିବେ, ତା ନିର୍ଭର କରୁଛି ଆପଣଙ୍କର ଧ୍ୟାନ ଉପରେ। ଆପଣ କ'ଣ ଧ୍ୟାନ କରନ୍ତି? ହଁ, 2 ଘଣ୍ଟା କରେ, ଏବେ ବି କରୁଛି। ସକାଳେ ନା ରାତିରେ? ନାଇଁ, କରେ ମୁଁ ଠିକ୍ 4ଟାରୁ 6ଟା।
ଲୋକ ବହୁତ ଥାଆନ୍ତି ଆପଣଙ୍କ ଘରେ ସେମାନଙ୍କୁ ସେ ଡିଷ୍ଟର୍ବ ସେମାନେ ହବାର ନାହିଁ। disturb- ମୋର ତ ଗୋଟିଏ ବଖରା ଘରେ ରହେ ଆଉ ହୁଁ। ପରେ ତ ଜଗନ୍ନାଥଙ୍କ ସହିତ କଥା ହୁଅନ୍ତି ଆପଣ। କହିଲି ପରା ସେଟା ଆପଣ ଅନୁଭବ କରିପାରିବେ, ଆପଣ ହିଁ କଥା ହେଇପାରିବେ। ନିର୍ଭର କରୁଛୁ ଆପଣଙ୍କ ଉପରେ। ପ୍ରାଣାୟାମଟା ଆପଣ କୋଉ ଢଙ୍ଗରେ କରିବେ କୋଉ କୋଉ ସେଟା occasion- ଆପଣଙ୍କୁ ଜଣା ନା ଆଉ ମୁଁ କିନ୍ତୁ କହିବି। କୋଉ କୋଉ ଇସ୍ୟୁ ଉପରେ ଆପଣ ଜଗନ୍ନାଥଙ୍କୁ କଣ କଣ ସବୁ କହିଛନ୍ତି, କନଭରସେସନ କଣ ମୁଁ ହେଇଛି? ଗୋଟେ ଉଦାହରଣ ଦେଲି ଗୋଟେ ହଁ। ଏଇ ମୋତେ ପଚରା ଯାଇଥିଲା, ହୁଁ ମୁଁ କହିଦେଇଥିଲି ଏତେ ସ୍ପଷ୍ଟ ଭାବରେ କେହି କହିନାହାନ୍ତି ଯାହା ମୁଁ ପାଣ୍ଡିଆନ ବାବୁଙ୍କ ବିରୁଦ୍ଧରେ କହିଲି। ହୁଁ ଏବଂ ପାଣ୍ଡିଆନ ବାବୁ ବି କହିଥିଲେ ଗୋଟେ ସଭାରେ, ସେଇ କିଡ୍ସରେ କହୁଥିଲେ ଗୋଟେ ହୁଁ। ସଭାରେ ମୁଁ ଥିଲି, ଯେ ମୁଁ ପ୍ରସନ୍ନ ପାଟ୍ଟଶାଣୀ କ୍ଷମା ମାଗି ନେଉଛି କହିଥିଲେ। ରେକର୍ଡ ଅଛି ଦେଖିଥିଲେ, ମୁଁ କହିବାକୁ ଦିନ ହୁଁ ଆଉ ଏବେ ତ ମୋର ସମ୍ପର୍କ ନାହିଁ, ଆଉ କେମିତି କହିବି। ସମ୍ପର୍କ ନାହିଁ। ଆଉ ନବୀନ ନିବାସ କଥା ଆପଣଙ୍କର ମନେ ପଡୁନି? ନବୀନ ନିବାସଟା ମନେ ପଡ଼ିବ, ତାର ଇତିହାସ ଜଡ଼ିତ, କିନ୍ତୁ ଏବେ ବା ମନେ ପକେଇ ମୋର ଲାଭଟା କ'ଣ ହବ? ହୁଁ ଥରେ ଛାଡ଼ିଦେବା ପରେ ପୁଣି ଏକମୁହାଁ ହେଇକି ବର୍ତ୍ତମାନ ମୁଁ ଚାଲିଛି ଗୋଟାଏ ଦିଗରେ, ଅନନ୍ତ ଦିଗନ୍ତ ପରିବ୍ୟାପ୍ତ, ହୁଁ ତାରି ଭିତରେ ଚାଲିଛି। ମୁଁ ଆଉ ପଛକୁ କାହିଁକି ଫେରିବି? ଆଗକୁ ଚାଲିବ। ଆଗକୁ ଚାଲି ପଛକୁ ଫେରିବିନି। ମୁଁ ସେଟା ଭାବେନି ପଛ ହିଁ ପଛ ଏଟିଏ ଘଟଣା ଘଟିଯାଇଛି, ଏତେ ଦୁର୍ଘଟଣା ଘଟିଯାଇଛି, କ'ଣ ନ ଘଟିଛି ଜୀବନରେ। ଏ ଲଷ୍ଟ ମାଇ ବୋଥ୍ ଦ ଆଇଜ୍, ଅନ୍ଧ ହେଇଥିଲି, ତାପରେ ବହି ଦେଖିଛୁ କ'ଣ ମାନେ ବହି ନ ଲେଖିଛି ନକ୍ସଲବାଦ ଉପରେ, କ'ଣ ବା ନ ଲେଖିଛି ବିପ୍ଳବ ଉପରେ, କ'ଣ ବା ନ ଲେଖିଛି ପ୍ରେମ ଉପରେ, ଧର୍ମ ଉପରେ, ସବୁ। କିନ୍ତୁ ମୋର ପ୍ରଚାର ହୁଏ ନା। ପ୍ରଚାର ଆପଣଙ୍କର ବହୁତ ହୁଏ, ସମସ୍ତେ ଆପଣଙ୍କ ପାଖରେ ବୁମ୍ ଧରିକି ରଖିଥାନ୍ତି, ଲଗେଇଥାନ୍ତି ଟିଭି ଚ୍ୟାନେଲ ମାନେ। ମୁଁ ସେଟା ଜାଣିନି। ତୁମକୁ ଧନ୍ୟବାଦ। ପ୍ରଚାର ଆପଣଙ୍କୁ ବହୁତ ହୁଏ ଆପଣଙ୍କର। ତ ବାବା, ଆପଣଙ୍କର ଏଇ ଯୋଉ ଏଣ୍ଟାର ଜର୍ଣ୍ଣି, ଏଇ ଯୋଉ ଯାତ୍ରା, ଆକୁ ଯଦି ଗୋଟେ କବିତାରେ ପ୍ରକାଶ କରିବା ପାଇଁ ଆପଣଙ୍କୁ କୁହାଯାଏ, ସେ କବିତାଟି କେମିତି ହବ? ଆପଣ ତ ଆସୁ କବି, ହଠାତ୍ କବିତା ଲେଖି ଦିଅନ୍ତି। ନିଜ ଉପରେ ଯଦି କବିତା ଲେଖିବାକୁ କୁହାଯାଏ? ତୁମ ଧରଣୀରେ ସୂର୍ଯ୍ୟ ଉଏରେ, ତୁମ ଧରଣୀରେ ଫୁଟଇ ଫୁଲ, ତୁମ ଧରଣୀରେ ତଟିনী ଛୁଟିରେ ସଙ୍ଗୀତ ଗାଏ ବିହଗ କୂଳ। ଅତି ପୁରାତନ ଧରଣୀରେ ତୁମ, ନୂଆ କଥା କିଛି ନାଇଁରେ ନାଇଁ। ତୁମ ଏ ଧରଣୀ ସରଳ ସରଣୀ, ଭଲ ଆଉ ମୋତେ ଲାଗେ ନାହିଁ। ପାଣି ବିନା ଏଠି ପ୍ରାଣ ତୁଟିରେ, ମଦନ ଏଇ ଛୁଟେ ଦିକୁଳ ଛୁଇଁ, ବୃଦ୍ଧା ପାଲଟେ ଦିନୁ ଦିନ ଯୁବା, ଶିଶୁ ପରେ ଗୋଟେ ମରଣ ଛାଇ। ମାଇଲ ମାଇଲ ଫାଇଲିର ଚାଷ, କବିତା ବଜାରେ ମରୁଡ଼ି ରଡ଼ି, ଜି ବାଲୁଭରେ ଆଖି କାନ ବୁଝି ଗଡ଼ୁଛି ସବୁରି ଜୀବନ ଗାଡ଼ି। ସବୁରି ମୁହଁରେ ଆଲିଗଡ଼ ତାଲା, କଥା କହିବାକୁ ଜଣେ ତ ନାହିଁ। ତୁମ ଏ ଧରଣୀ ସରଳ ସରଣୀ, ଭଲ ଆଉ ମୋତେ ଲାଗେ ନାହିଁ। କାହିଁ ଭଲ ଲାଗୁନି ଆପଣଙ୍କୁ? ମାନେ ସତ କଥାଟା କେହି କହୁନାହାନ୍ତି, ମୁଁ ଖାଲି ଦେଖୁଛି ଆଖିରେ ଜଳ ଜଳ ହେଇ କହିପାରୁନାହିଁ। ଅସୁବିଧା। ତେଣୁ ଆପଣ ଆଗରୁ ଭଲ ଥିଲେ ନା ଏବେ ଭଲ ଅଛନ୍ତି? ଏବେ ମୁଁ ବହୁତ ଭଲ ଅଛି। ଆଗରୁ ଭଲ ନଥିଲେ? ଥିଲି, ଭଲ ଥିଲି, କାହିଁ ନିନ୍ଦା କରିବି। ନା ଆଗ ଅପେକ୍ଷା ଏବେ ଭଲ ଅଛନ୍ତି? ଆଗ ଅପେକ୍ଷା କଂଗ୍ରେସରେ ଥିଲାବେଳେ ମୁଁ ଖୁବ୍ ଭଲ ଥିଲି। କଂଗ୍ରେସରେ ଜାନକୀ ବାବୁର ମୋର ଏତେ ବୁଲିଛୁ, କାମ କରିଛୁ, ତେଣୁ ଏବଂ ସେ ପରିବାର ସହିତ ମୋର ସମ୍ପର୍କ ଥିଲା। ସୋନିଆ ଗାନ୍ଧୀ ମୋତେ ବ୍ୟକ୍ତିଗତ ଭାବେ ଜାଣିଛନ୍ତି, ତାଙ୍କ ପୁଅ ମଧ୍ୟ। ତାପରେ ଯେଉଁ ଦଳ ସବୁ ଆସିଲା, ସେ ଦଳର ମଧ୍ୟ ଭୂମିକା, କମ୍ୟୁନିଷ୍ଟ ପାର୍ଟିର ଭୂମିକା ମୁଁ ପ୍ରଶଂସା କରିଛି। କମ୍ୟୁନ ଯାହାର ଇଷ୍ଟ, ସେହି ଅଟେ କମ୍ୟୁନିଷ୍ଟ। ଚନ୍ଦ୍ରରେ ତାର ଫସଲ ଫଳିଛି, କାଳେ ହୋଇଯିବ ନଷ୍ଟ, ସେହି ଅଟେ କମ୍ୟୁନିଷ୍ଟ। ତ କୋଉଠି କୋଉ ପାର୍ଟିରେ କ'ଣ ଲଗାଇଛି? ତ ଆପଣ କୋଉ ପାର୍ଟିରେ ଏତେ ପାର୍ଟି ଯାଇଛନ୍ତି? କମ୍ୟୁନିଷ୍ଟ ପାର୍ଟି ଠାରୁ, କଂଗ୍ରେସ ପାର୍ଟି ଠାରୁ, ବିଜେଡି, ଜନତା ଦଳ, ବିଜେପି, ସବୁଠାରୁ କୋଉ ପାର୍ଟି ଆପଣଙ୍କ ପାଇଁ ଭଲ? ବର୍ତ୍ତମାନ ତ ସାରା ଦେଶ ପାଇଁ ଭଲ ହେଲା ବିଜେପି ପାର୍ଟି। ନା ଆପଣଙ୍କର ଅଭିଜ୍ଞତା ତା କୋଉ ପାର୍ଟି? ପ୍ରମାଣିତ ହେଇଗଲା ଏବେ। ଆପଣ ଦେଖନ୍ତୁ, ଏତେ ବଡ଼ ବୁଡ଼ ପକେଇବାକୁ ଯାଇଥିବା
ଏବଂ ବୁଡ଼ ପକାଇବାର ଆପଣ ଦେଖିଛନ୍ତି ମିଡ଼ିଆରେ ଟିଭିରେ। 64 କୋଟି ଲୋକ। ଆରେ ବାବା ଗୋଟେ ରେକର୍ଡ। ବାବା ଆପଣଙ୍କର 80 ବର୍ଷ ବୟସରେ ନିଜକୁ କ୍ଳାନ୍ତ ଲାଗୁଛି କି ନାହିଁ? ନାଇଁ ମୁଁ କ୍ଳାନ୍ତ ଫିଲ୍ ଏପର୍ଯ୍ୟନ୍ତ କରିନାହିଁ। କାଲି ଯେ ନ କରିବି କିଛି ଆଜି ତ କରିନାହିଁ ଭଲ ଆପଣଙ୍କର ଅଛି। ହାର୍ଟ, କିଡନୀ, ଆଖି ସବୁ ଠିକ ଅଛି? ମୋର ସବୁ ଠିକ ଅଛି, କିଛି ନାହିଁ ରୋଗ। ଚାଲି ପାରୁଛନ୍ତି ଆପଣ? ଭଲ କି ଚାଲିପାରୁଛି। କେତେ କିଲୋମିଟର ଚାଲିବେ? ଆପଣ ପୁରା ମାରାଥନରେ ମୁଁ ଭାଗ ନେଇଥିଲି, ମିନି ମାରାଥନରେ ପୁରସ୍କାର ପାଇଥିଲି, ଭୁଲିଗଲେ। ଖାଇବା ପିଇବା ଠିକ ଅଛି? ଖାଇବା ପିଇବା ଠିକ ଅଛି। ଡାଇବେଟିସ୍, ବ୍ଲଡ ପ୍ରେସର? ମୋର ଡାଇବେଟିସ୍ ନାହିଁ, ବ୍ଲଡ ପ୍ରେସର ନାହିଁ। ଏବେ ମାପି ଦେଉନାହାନ୍ତି। କିଛି ନାହିଁ? ନାହିଁ ତ। नो डिजीज, କିଛି ରୋଗ ନାହିଁ? ନାହିଁ। ଦେଖିଛନ୍ତି ତ, ଆଉ କ'ଣ ଦେଖିବି ଆଉ। ଦେଖନ୍ତୁ ରୋଗ ମୁକ୍ତ ଶରୀର। ରାଗରୁ ରୋଗ, ରାଗ ନାହିଁ ଆପଣଙ୍କର? ରାଗରୁ ରୋଗ ଯଦି କରିବ ଯୋଗ, ଜୀବନକୁ କରୁଥିବ ଉପଭୋଗ। ଯୋଗକୁ ଆରମ୍ଭ କରିଥିଲା ପ୍ରସନ୍ନ ପାଠଶାଳୀ, କହିନି କରିଛି ବୋଲି ଆରମ୍ଭ। ତ ଉପଭୋଗ କରୁଛନ୍ତି ଆପଣ ଜୀବନ? ଆଜ୍ଞା। ତ ଜୀବନକୁ କରୁଛନ୍ତି ଆପଣ ଉପଭୋଗ? ହଁ, ଏଇଟା ଉପଭୋଗ କରିବା ଆପଣ କହିଲି ଆଉ। ଭେରି ସିମ୍ପଲ, ଭେରି ସିମ୍ପଲ। ଆପଣଙ୍କର ଟଙ୍କା ପ୍ରତି ଆଟାଚମେଣ୍ଟ ନାହିଁ? ଏପର୍ଯ୍ୟନ୍ତ ଯଦି ଆପଣ ମୋତେ କହିବେ ଟଙ୍କାଟା କିଏ ତିଆରି କରେ, ଲୋକେ କହନ୍ତି ଭଗବାନ କରିଦିଅନ୍ତି। ମୋ ମତରେ ଟଙ୍କା ତ ମଣିଷ ତିଆରି କରେ ନା। ଆଚ୍ଛା, ଟଙ୍କା ଯଦି ମଣିଷ ତିଆରି କରେ, ମଣିଷ ଯଦି ଜାଣିଲା ଯେ ଟଙ୍କାଟା ତାକୁ ତିଆରି କରୁଛି ବର୍ତ୍ତମାନ, ସେତିକି ବେଳେ ଯଦି ସେ ସତର୍କ ନ ହୁଏ, ସେ ମଣିଷର ପତନ ହୁଏ। ଯମଦେବତା କ'ଣ କହନ୍ତି, ଟଙ୍କା ବେଶୀ ଦେଇଦିଅନ୍ତି। ଯଦି ଟଙ୍କା ନଦେବେ ସେ ମରିବନି, ମାନେ ମରିବନି, ମୋ ପାଖକୁ ଆସିବନି, ମରିବ କେମିତିଆ। ତେଣୁ ଯମ ହିଁ ଆମକୁ ଟଙ୍କା ଦିଏ। ଯେତେ ସବୁ କୋଟିପତି ଯାହାକୁ ମୁଁ କହେ ଧନ ପଶୁ, ସେଇ ଧନୀକି ମାନେ ଜାଣିବା ଉଚିତ। ବନ୍ୟା ଆସିଲେ, ମରୁଡ଼ି ଆସିଲେ ବା ଆପଣଙ୍କର ଭୂକମ୍ପ ହେଲେ ଗରିବମାନେ ବେଶୀ ମରନ୍ତି, ବନ୍ୟା ବାତ୍ୟା। କିନ୍ତୁ ଆକାଶ କୂଳରେ ଭରା ଅପାଛୁଡ଼ା ଖରା, ବରଷା କି ଗଡ଼ୁଥାଏ ଗୋଡ଼ି ପରି ବର୍ଷ ସାରା। ମାଟିର ମୁଠାରେ ଯଦି ନଦୀରେ ଧରା, ଟାଣ ଖରା ମେଘ ହରା, ଜୀବନ ପାଲରେ ତୋର କାଚର ଟୁକୁରା। এইটা ଯଦି ପ୍ରସନ୍ନ ପାଠଶାଳୀ କହୁଛି, ପ୍ରସନ୍ନ ପାଠଶାଳୀ ଯଦି କହିଲା ଯେ ତୁମେ ଯଦି ସତର୍କ ନ ରହିବ, ତୁମକୁ ନିଶ୍ଚିତ ଭାବରେ କରୋନାରେ କୋଟି କୋଟି ଲୋକ ମରିଯିବେ। ସବୁଠୁ ଯଦି ଆପଣ ଗଣନା କରିବେ, ପୃଥିବୀରେ କମ୍ ସଂଖ୍ୟକ ମୃତ୍ୟୁ ହେଇଛି ଆଜ୍ଞା ଓଡ଼ିଶାରେ। ତାର କାରଣ ଜଗନ୍ନାଥଙ୍କ ଯୋଗୁଁ ଏବଂ ଆମର ମାଆ ମାନଙ୍କ ଯୋଗୁଁ, ଗାଁ ଗହଳିର ଯେଉଁମାନେ କି ଫୁଙ୍କ ନଳାରେ ଫୁଙ୍କନ୍ତି, ଆମ ପାଇଁ ରାନ୍ଧନ୍ତି। ଫୁଙ୍କ ନଳାରେ ଫୁଙ୍କିଲେ କ'ଣ ହୁଏ ନା, କରୋନା ଯେତେବେଳେ ଆସେ ସେ ଏଇଠି ରହିଯିବ 5 ଦିନ, ଡେରି କରିଦେଲେ ଭିତରକୁ ପଳେଇଗଲା, ଆଉ ବଞ୍ଚି ହେବ ନାହିଁ। କିନ୍ତୁ ଫୁଙ୍କୁଣାରେ ଫୁଙ୍କିଲେ ତାର ଗରମ ହାୱାରେ ତାତିରେ କରୋନା ସେଠି ମରିଯାଏ। ଏଇ ତତ୍ତ୍ୱ ଆପଣଙ୍କୁ କିଏ ଦେଲା? ମୁଁ ନିଜେ ଦେଇଛି, ମୋ ଅନୁଭୂତିରୁ କହିଛି ଭାଷଣରେ। ଫୁଙ୍କନଳା ଯୋଗୁଁ କରୋନା ପଳେଇଲା? ହଁ, କରୋନା ପଳେଇଲା କୋଠି, ମାନେ କରୋନା ଆସିପାରିଲାନି, ପଳେଇଯାଏ। ଏବଂ ବର୍ତ୍ତମାନ ବି ଆସୁଛି ଏକ ସାଂଘାତିକ। ମୁଁ କହିବା ଉଚିତ ନୁହଁ, ମାଳିକା ଯାହା କହିଛି। କ'ଣ କହିଛି? ମୁଁ କାହିଁ କହିବି। ଧାନକୁଦ ବୋଲି ଗୋଟିଏ ଜାଗା ଅଛି ଜଗତସିଂହପୁରରେ। ସାରା ଜଗତର ସିଂହ ମାନେ ଯୋଉଠି ଥାନ୍ତି, ତା ନାଁ ଜଗତସିଂହପୁର। ଧଉଳିକୁଦ। ମୁଁ ବହୁତ ଥର ଯାଇଛି ଜଗତସିଂହପୁର। ଆପଣ ଟିକେ ସେଇଠି ଯାଆନ୍ତୁ, 5 ଜଣ ଯାକ କେମିତି। ଆପଣ ଧ୍ୟାନକୁଦ କହୁଛନ୍ତି ନା ଧଉଳିକୁଦ କହୁଛନ୍ତି? ନାଇଁ, ଧ୍ୟାନକୁଦ କହୁଛି, ଧଉଳିକୁଦ କହୁନି। କୋଉ ଜାଗାଟା କହିଲେ ଜଗତସିଂହପୁର? କୋଉ ଜାଗାଟା ମୋର ତ ମନେ ପଡୁନି। ଜୟପୁର ପାଖରେ, ତାରପୁର ପାଖରେ ସେଇଟା ହବ। ସେଠି କ'ଣ ହେଇଛି ଧ୍ୟାନକୁଦରେ? ସେଠି 5 ଜଣ କବି ମାନେ ତପସ୍ୱୀ, ଯେଉଁମାନେ ଏ ମାଳିକା ଲେଖିଛନ୍ତି, ସେମାନେ ତପସ୍ୟା କରୁଥିଲେ। ସେ ତପସ୍ୟା କଲା ପରେ ସେମାନେ ଟ୍ରାନ୍ସ ହେଇଗଲେ। ଏବଂ ସେତିକି ବେଳେ ଅନନ୍ତ ଶୂନ୍ୟରୁ ଯେଉଁ ବାଣୀ ଆସିଲା, ସେ ବାଣୀ ଗୁଡ଼ାକୁ ସେ ନୋଟ୍ କଲେ। ଯେତେବେଳେ ଥିଲା ଏଥିରେ ସେମାନେ ଲେଖୁଥିଲେ ତାଳପତ୍ର ପୋଥିରେ। ଏବଂ ସେଇ ବାଣୀଟା ଏତେ ସତ୍ୟ ହେଇଛି, ଆପଣଙ୍କର ଓଡ଼ିଆ ଜାତି ସାରା ପୃଥିବୀକି ଦେଇଦେଲା। ସେଇଟା ହେଉଛି ବାନ୍ଧିଲେ ଯେଉଁ ମାସ୍କଟା ନଥିଲା, ଓଡ଼ିଆ ଜାତିକୁ ଏତେ କେହି କହୁନାହାନ୍ତି। ମୁଁ କହିଦେଉଛି, ପ୍ରକୃତରେ
इथे बड़ा ओडियार जातिर सब रही को जातिर अच्छी मत कहले 20,000 शब्द रे इंग्रेज माने आमको फेइंग शासन रे राजत्व करुले जेते बेले शेष कमिशनर शिक्षार मैकले माँ कहले पुरे माती गणेश वर्तमान पड़िया छाड़ी भारत वर्ष ना मुझी मु भी रही कि जीवा पूर्व मो भाषा इंग्रेज मान जहाँ करी भारतीय माने इंग्रेज भाषा निकट गोलामी होकर रे आम सी भाषा माने आम भाषा ये महान ओडिया भाषार शब्द भंडार है 3 लाख ऊर्ध्व मात्र 20,000 ता निजस्व नुहे चोरी कर तेणु यू आप भावतु चिंता करूँ मोदी जी के महान काम गोटे ओडिया जाति में भाषा में संस्कृति। मोर लास्ट क्वेश्चन बाबा जे आगामी 5 वर्षर दुनिया को आपण केमती देखुचंती? आगामी 5 वर्षर दुनिया मोते देखा जाउची किसी खराब देखि पारु नै भलो देखुची। आपन निज जीवन रे कोन आस्तिबो? आपन को निज जीवन रे कोन परिवर्तन आस्तिबो आ 5 वर्ष भितरे? मो निज जीवन रे मो निज जीवन त आज जीवन चली किछि परिवर्तन आपण आशा करूचंती? परिवर्तन मो जीवन रे कोन आशा करिवि आउ नै आशा ही निराशार कारण आउ आशा मो पई माने आपन पई जोटा सुविधा मो पई जोटा असुविधा मु ता कहला असुविधा नो ता मो पई अशेष सुविधा मु काई नेगेटिव भाबी पॉजिटिव रे अछंती आप पॉजिटिव रे अछि एबे भी। बहुत धन्यवाद बाबा प्रसन्न पाठशाणी बहुत धन्यवाद। आपण अनेक गुडे कथा कहिले आपण दीर्घ दिन धरी ओडिशार जनजीवन सहित संपृक्त अनेक नेतांक सहित संपृक्त ओडिशार जो क्षमता पाई संघर्ष चली राजनीतिर जो गहन तत्व ता सहित आपण संपर्कित ओडिया भाषा साहित्य कविता सहित आपण संपर्कित मु भावुची आज एपिसोड रे आपण जो जो कथा कहले आम दर्शक मान को ताहा निश्चित भाव में तांका मन को छुईब आउ आशा करिबा जे आपण आगामी 5 वर्ष भितर जीवन एक नुआ अध्याय को सामना करंतु बा गोटे नुआ अध्याय आपण जीवन में आसू आ ओडिया भाषा साहित्य और राजनीति को आपण समृद्ध करंतु। बहुत धन्यवाद श्रीयुक्त डॉक्टर पाठशाणी को धन्यवाद। मम कृतज्ञता अभिनंदन नमस्कार।